ଭଉଣୀ ମାନେ ଏବେ ଯୁବା ମାନେ କଣ ବୋଲି କହୁଛନ୍ତି ବାପାକୁ, ତମେ କଣ କରିଦେଇଛ, କାହାକୁ ଡର ନାହିଁ। ଆରେ କଣ ବୋଲି କହୁଛନ୍ତି, ପାଷ୍ଟରକୁ ଡରବେ କି, ପାଷ୍ଟରକୁ ଡରବାଟା ନାହିଁ, ଉଲ୍ଟା ପାଷ୍ଟରକୁ ଡରାଇବେ। ପାଷ୍ଟର ଯଦି ଦୁଗଲା ପରା କହିଲେ ବୋଲି କଥା ଘରେ କହୁଥିଲେ, ଏ ମାମି ପାଷ୍ଟର ଆଜ୍ଞା କିଛି କହୁଛନ୍ତି ଗো, ବାକ୍ୟରେ ବାଦଲା ପରା ଆଜ୍ଞା କହୁଛନ୍ତି, ମୁଁ ଯିବି ନାହିଁ, ଯା ମତେ ପ୍ରାର୍ଥନା ଯିବାକୁ ଇଚ୍ଛା ନାହିଁ, ମତେ ବେଶୀ ବିଜାର କରିଦଉଛନ୍ତି। ସେ ବାପା ମା ପାଷ୍ଟର ଉଡବାକୁ ଆସିଥାଉଛନ୍ତି। ଆଜ୍ଞା କଣ କଣ କହିଲ, ପୁଣି ଆମର ପୁଅ ଝିଅ ଦୁଃଖ ହେଇଯାଇଛନ୍ତି, ତମେ ବାପା ମା କହୁନ ବୋଲି ପାଷ୍ଟର କହୁଛନ୍ତି, ତମେ ପାଷ୍ଟର କହିଲେ କିଏ କହିବାରି, ସେଟା ପାଇଁ ମୁଖେ ଡାକିଛନ୍ତି ପାଷ୍ଟର, ତମେ ହୁଡା ଆଜ୍ଞା ହେଲା। ମତେ ଫ୍ରିରେ ମୁଁ ଆସିବି ନାହିଁ, ଡାବୁ ଖାଇବି, ଡାବୁ ନେବି, ଭଲ କରି ଖାଇବି, আর ହୁଡି କରି ମୋର କାମ ସେତିକି, ଆରେ କିଛି ନାହିଁ। ତମର ପ୍ରିୟ ଭାଇ ଭଉଣୀ ମାନେ ଏଠି କଣ ଲେଖା ଅଛି, ଯୁବା ଲୋକମାନଙ୍କୁ ତୁମକୁ ଯୋଉଟା ଇଚ୍ଛା କର, ଯେନେ ଯାଉଛ ଯାଅ। ହଁ ସେ ଗୀତ ଗାଉଛୁ କି ନାହିଁ, ତୁ ଯେନେ ରହିଥା ଯାଇଟା କରୁଥା, ରବିବାର ଦିନ ଚର୍ଚ୍ଚ তুই জেনে যাচ্ছু যা, সোমবার শনিবার কেনে ଯିବୁ যা, যাইটা বিসা করু থা, খালি যিশু লাগি তুই বঞ্চি থা। ইয়ে বা বা বা, তার অর্থ কোন, জেনে রইথা বলে তুই কটকরে থা কি ভুবনেশ্বর থা কি দিল্লি থা কি কোটি অছু, তুই গাঁরে অছু থা, যাইটা করুথা বলে কিটা পাঠ পড়ুথা, নলে কুলি করুথা, নলে চাকরি করুথা, নলে বেপার করুথা, যিশুর লাগি তুই লেখবা লোক ଖରାପ ଲେଖି ନାହିଁ, ବୁଝା ଲୋକ ଖରାପ ବୁଝାଉଛନ୍ତି। ହଁ ତୁମେ ଯୋଉଠି ଥାଅ, ଗାଁରେ ଥାଅ କି ସହରରେ ଥାଅ, ଯୀଶୁଙ୍କ ପାଇଁ ତୁମେ ବଞ୍ଚୁଥାଅ। ହେଲେ ଆମେ କେମିତି ସୋମବାରରୁ ଶନିବାର ଗୋଟେ ପ୍ରକାର, ରବିବାର ଦିନେ ଚର୍ଚ୍ଚ ଆସି ଦେଇ ସେ ଭକ୍ତି କୋଉଠି ତ ଲୁଣ୍ଡାଇ କରି ଆଣିଥିବେ, ସେ ଭକ୍ତି ଆସିକରି तुझे देखना पेचा, प्रभु कह राति जाक ताके देखुथिलु वीडियो कॉल करी, एबे तु मके देखबा कासिछु हाथी नहीं। बुढ़ी माँ मन मिसा प्रार्थना आइबे नहीं, आइबे की आइबे नहीं, प्रार्थना आसो बोले दुनिया स्टोरी कहता नहीं, बोले कहता नहीं, कौन बोली कहबे आसबा के इच्छा बाबू, प्रार्थना आइबा के इच्छा जे ମୁଁ ତ ଦେଖି ନା ପାରି, ଶୁଣି ନା ପାରି, ଖାଲି ଟିଭି ଆକା ଦେଖି ପାରି, আর টিভি আঁকা শুনি পারি, আইব না ইয়ে বাহানা। আরি যদি বেশি কবে এ মা প্রার্থনা আস, আইবা কি চা বাবু, মোর পা তো জ্বলা পোড়া, আন্টু গন্টি বতা, পিন্ডরি মন দুকা, আটা দুকা, সে দুকা পাই মুই আসু নাই বল বসে, মাত্র এ দুকা যদি সেমলি গুড়া কি দামন জড়ি কোটি বিবাহ থিব, এ আটা দুকা পিটি দুকা বলের পছ বাটে আপটি হি বসি করি আগে যাইছিব, ଯିବ କି ନାହିଁ ଯିବ, ତାকে ଭେଟି ପାଚାର ତ କେତେ ମା ବୋଲେ ହେ ଦେ ଆସି ଘରେ ଡାକିଥିଲେ ବାବୁ, ନ ଗଲେ କେମିତି ହେବ, ଗୋଟେ ବୋଲି ତ ଭାଞ୍ଜି ଅଛି, ତାର ଟକିର ବିବାହ, ସେ କେତେ କାତାନି କବି ଇତି କିଛି ନାହିଁ। ମୋର ପ୍ରିୟ ଭାଇ ଭଉଣୀ ମାନେ ଆଜି କେତେ ଜଣ କଣ করবে, প্রার্থনা আসবে নাই, আসবা হাটকে ଯିବେ, কেবে ଯିବ, আসবা হাটকে থিব বলে গ্যারান্টি ଅଛି ନାଇଁ, ଆସନ୍ତା ସପ୍ତାହ ତମେ ଥିବ ବୋଲି କିଛି ଗ୍ୟାରେଣ୍ଟି ଅଛି କି? ଆଜି ଆମେ କଣ କରୁଛୁ, ଯାହାକୁ ଇଚ୍ଛା ଯୋଉଟା କରୁଛୁ। ଲେଖା ଯାଇଛି ହେ ଯୁବା ଲୋକ, ତୁମେ ଆପଣ ଯୌବନ ଅବସ୍ଥାରେ ଆନନ୍ଦ କର, ତମକୁ ଯୋଉଟା କଲେ ଆନନ୍ଦ ମିଳୁଛି କର। କହୁଛ ମତେ ଆନନ୍ଦ ମିଳୁଛି, ମତେ ଖୁସି ଲାଗୁଛି ଏଟା କଲେ, ତାକୁ କଥା ହେଲେ ମତେ ଖୁସି। ফোন নো আইবা দেখে দিতে মোটি তেলা কুড়া পড়াই দিতে, ফোন আসু আসু সাংরে কেমতি ধন ভালো অছ, ধন কাই ধন, এটা কুইর ধন। অনেক পুଅ ଝିଅ ମାନେ ଏବେ ଏବେ ମନେ ମନେ ଖାଜା ଖାଉଛନ୍ତି, ତୁମକୁ ବିବାହ ହେବି ମୁଇଁ, କେବେ ହେବ, ଏବେ ତ 9 କ୍ଲାସ କି 10 କ୍ଲାସ ପଢୁଛ, ବିବାହ କେବେ ହେବ, ଆସନ୍ତା କାଲି ହେବ। পাঠ পড়লা বলে পাঠ পড়বার নাট করবার নাই, পাঠ পড়লা নাট করলে নাট মিশা নষ্ট, পাঠ মিশা নষ্ট, পরে আফাড়ি বসতিবে। টেন্থ ফেল কে বিবাহ করে নেবে, গোরা চকচক খালি গোরা আঁকা আছে, 10 ক্লাস ফেল করবে,
ଯଦି ତୁମେ ପାଠ ପଢିଥିବ, ତୁମେ କଳା ହେଲେ ଅସୁନ୍ଦର ହେଲେ ମିଶା, ଯଦି ତୁମେ ବିଡିଓ ହେଇଗଲ, ଡକ୍ଟର ହେଇଗଲ, ଇଞ୍ଜିନିୟର ହେଇଗଲ, ଲେକ୍ଚରର ହେଇଗଲ, ମାଷ୍ଟରନି ହେଇଗଲ, କଣ ବୋଲି କହିବେ? କାଲିଆ ହେଲେ କାଏ ହେଲା, ଗୁଣଟା କାମ କଲାନି, ଚାକରି କଲାନି, ଆସି ଘର ଖୋଜି ଖୋଜି ଆସି ପ୍ରସ୍ତାବ ଭାବ ନାହିଁ। ସୌନ୍ଦର୍ଯ୍ୟ ଅସାର ପଥରେ ଯିବାର ନାହିଁ। କଣ ଲେଖା? ତୁମେ ଯୌବନ କାଳରେ କଣ କର? ତୁମେ ଆନନ୍ଦ କର, ତୁମ ଚିତ୍ତ ତୁମକୁ ସୁସ୍ଥ କରୁ, ତୁମର ମନର ଗତିରେ ଚକ୍ଷୁର ଦର୍ଶନ ଚାଲ। ମାତ୍ର ପରମେଶ୍ୱର এই ସବୁ ବିଷୟ ଧରି ତୁମକୁ ତୁମର ବାପା ମାକୁ ବିଚାର କରିବେ ନାହିଁ। ଆପଣ ଯାହା କରୁଛନ୍ତି ପ୍ରଭୁ ଆପଣଙ୍କର ବିଚାର କରିବେ, ବାପା ମାର ନାହିଁ। ବାପା ମା ଆପଣଙ୍କୁ ଜନ୍ମ ଦେଲେ, ପାଠ ପଢାଇଲେ, ଯେତିକି ବୁଝାଇଲେ ବୁଝାଇଲେ, ବାପା ମା ସରିଲା କଥା। ବଲକାଟା ପ୍ରଭୁ ଅଛନ୍ତି, ସେ କଣ କରିବେ? ବିଚାରରେ ଆଣିବେ। ଆଣିବେ ନାହିଁ ବୋଲି ଭାବ ନାହିଁ, ଆଣିବେ ଆଣିବେ। ଏବେ କଣ କରୁଛୁ ଆମେ? ଭୁଲ କରି କାକ ନାନି ଦଉଛୁ। କୋଉଠି ଯାଇଥିଲୁ ଲୋ? ମୁଁ ଯାଇନଥାନ୍ତି ମାମି, ହେଠି ସେ ଡାକଲା ତ ତା ସାଙ୍ଗେ ମୁଁ ଯାଇଥିଲି। କାହିଁକି ପିଇଲୁ ରେ? ମୁଇଁ ପିଇ ନାହିଁ, ସେ ଡାକି ନେଲା, ଆରି ପିଆଇଲା ମତେ। ସେ ଡାକି ନେଇ କଣ କେମିତି ପିଆଇଲା? ତଲେ ଢୁଲେ ଟୋଟି ବାଡିକୁ ଥମନା ଚିରି ଢୁକାଇ ଦେଲା। ନାଇଁ କଣ କରିବୁ? ଏବେ ଆମେ କଣ କରୁଛୁ? ଭୁଲ କରି କାର କାର ନା ନେଇ ଯାଉଛୁ। ଏଇ ଟିଭି କାହିଁକି ଦେଖୁଛୁ? ପାକାଇଥିଲେ ତ ଦେଖିଥିଲି। ନାଇଁ ନାଇଁ, ଆଖି ଦେଖିବା ପାଇଁ ଏକା ଦିଆଯାଇ ନାହିଁ, ନ ଦେଖିବା ପାଇଁ ମିଶା ଦିଆଯାଇଛି। ପାଟି କହିବା ପାଇଁ ଦିଆଯାଇ ନାହିଁ, ନ କହିବା ପାଇଁ ମିଶା ଦିଆଯାଇଛି। ପାଦ ଖାଲି ଯିବା ପାଇଁ ନାହିଁ, ନ ଯିବା ପାଇଁ ମଧ୍ୟ। ତମର ହାତରେ ବ୍ରେକ୍ ଅଛି, ତମର ହାତରେ ଗିୟର ଅଛି, ତମର ହାତରେ ଫ୍ରଣ୍ଟ ଏ ଅଛି, ବ୍ରେକ୍ ମିଶା ଗିୟର ଅଛି। ଇଚ୍ଛା କଲେ ନେ ଯିବ, ଇଚ୍ଛା କଲେ ପଛେ ଯିବ, ଇଚ୍ଛା କଲେ ଯିବ ନାହିଁ। କଣ କହିବ? ଆଜି କୁଆଡେ ଯାଇନ କି? ନାଇଁ ଭାଡା ଯାଇ ନାହିଁ ବୋଲବ। ଘରେ ବସିଥିବା, ସବୁଆଡେ ବୁଲବାର ନାହିଁ। প্রিয় ভাই ভଉଣୀ ମାନେ, କଣ ଲେଖା ଯାଉଛି? ମାତ୍ର, ଏଇଟା ହଉଛି ଡେଞ୍ଜର କଥା। ମାତ୍ର ପରମେଶ୍ୱର ତୁମେ ଯାହା କରୁଛ ଏସବୁ ବିଷୟ ଧରି ତୁମକୁ ବିଚାରରେ ଆଣିବେ। ଆଣିବେ। ଆମେ କଣ ଭାବୁଛୁ? ଦେଖିଲେ ତ ଆଣିବେ। କିଏ ଦେଖିଲା? ସତ ନା ନାହିଁ? ଆମେ କଣ ଭାବୁଛୁ? କିଏ ଦେଖିଲା? ପୁଅ ଝିଅ ମାନେ ଫୋନରେ କଥା ହେଲା ବେଳେ ପ୍ରଥମେ କଣ କରିବେ? ଆଗେ ଖାଲି ଦେଖିବେ। ହଁ କିଏ ଦେଖ? ହଁ କଣ? ନାଇଁ କିଏ ଦେଖୁଥିଲେ କି? ନାଇଁ ଦେଖୁଥିଲି ତ। ଏଠୁ ହିଣ୍ଡି ହିଣ୍ଡି ଯିବେ, ପେରାହାଣ୍ଡି ଯାଇ ହିଣ୍ଡି ହିଣ୍ଡି ଯିବେ। ସେଠି ଗୋଟେ ସ୍କୁଟି କି ବାଇକ୍ ଥିବ, ସେଠି ଚେକି ଦେଇକରି ମୁଁ ପାଠେଇ ଭାବି ପଳାଇବେ। ମୁହଁରେ କପଡା ଢାବିକି ସେଥିରୁ ଇଟ୍ରୁ ପୁରା ଏକଲା ହିଣ୍ଡି ହିଣ୍ଡି ଯିବୁ। ହଇ ନାନି ହିଣ୍ଡି ହିଣ୍ଡି ଯିବି। ଜୟନ୍ତଗିରି ଛକରେ ଗାଡି ଗୋଟା ମିଳିଲେ ଦେଖିବି। ତେନେ ଦେଖିଲା ବେଳେ ଗୋଟେ ଗାଡି ବାଟେ ଜାଗିଛି। ମାନେ କମ ଚତୁର ଏଟା। ମାନେ ପୁଡିଆ ଗାଁରେ ଖାଇବେ ନାହିଁ, ବାଇକ୍ ନେବେ, ସେ ଛକେ ରଖି ବାଇକ୍ ଖୋଲି କରି ପକା ଦେଇ ହେଲମେଟ ପିନ୍ଧି ଦେବେ। କେ ବୋଲି ଜାଣା ପଡବ ନା କିଟା ଖାଉଛି ଜାଣା। କମ ଚତୁର କି ଆମେ? ପ୍ରିୟ ଭାଇ ଭଉଣୀ ମାନେ, ଆମେ ସବୁ ଭୁଲ ଭାଲ କରି କରି ଚତୁର ହେଇଯାଇଛୁ। ଚତୁର କାଉ କଣ ଖାଇବ? ଚତୁର କାଉ ପେରାହାଣ୍ଡି ଭାଟାର ବିରିୟାନୀ ଖାଇବ। ଚତୁର କାଉ କିଟା ଖାଇବ? ସେ ଭାଟାର ବିରିୟାନୀ ଖାଇବ। ଯେତେ ଲୋକ ଚତୁର ହେଇଛନ୍ତି, ସବୁ ଲୋକ ଦୁଇ ହାତ ରାପିଛନ୍ତି। କିଏ କରି ନାହିଁ। ଏବେ ଯେତିକି ବିବାହ ହେଇଛନ୍ତି କି ନାହିଁ, ସେମାନେ ବି ବସି ଭାବୁଛନ୍ତି ମୋର ମାର କାତା ମାନିଲି ନାହିଁ, ବାପାର କାତା ମାନିଲି ନାହିଁ, ଏ ଘରେ ଆସି ହୀନସ୍ତା ହଉଛି। ଏ ମା ଆଇବି କି ଗୋ? ମା କୁ କୁହ ଡାକୁ। ସେ ମା କହିବ ତୁ ଡାକୁ କେ ଯାଇଛୁ, ମୁଁ ଡାକବି ନାହିଁ ବୋଲବ। ଡାକୁ। ଏମାନେ କଣ ଭାବୁଛନ୍ତି? ଯିବି କାନ୍ଦା ବାବା ଫୁସଲା ତ ଫୁସଲି ଯିବେ ବୋଲି। ଏବେ ଯୋଉ ପିଲାମାନେ ଟାଇମ ପାସ୍ ପାଇଁ ପୁଡିଆ ଖାଇଲେ, ଏବେ ଛାଡି ପାରୁ ନା ତିନି। ପିଲାମାନେ କଣ କରୁଛନ୍ତି? ମଦ ନ ପିଲେ, ଏ ମାଇଚିଆ ମଦ ପିଉନି, ତୁ କାହିଁକି ରଣ୍ଡରା ପିଲା ହେଲୁ? ତୁ ମଦ ପିଉ? ମଦ ନାଇଁ ରେ, ଏଟା କୋଲ୍ଡ ଡ୍ରିଙ୍କସ, କୋଲ୍ଡ ଡ୍ରିଙ୍କସ। ମୋର ପ୍ରିୟ ଭାଇ ଭଉଣୀ ମାନେ, ପାପ କରିପାରିବ, ପାପ କରିବାର ସ୍ୱାଧୀନତା ସମସ୍ତଙ୍କୁ ଅଛି, କିନ୍ତୁ ନିଜେ ଆକା ଭୋଗବ। ଆରିକେ ଭୋଗବ। ମୁଁ ଯୋଉ ପାପ କରିବି ମୁଁ ଆକା ଭୋଗିବି। ମୋର ପାପ ମୋର ପରିବାର ଲୋକେ ଭୋଗିବେ, ମୁଇଁ ଆକା।
ଏବେ କଣ ଭାବୁଛୁ ଆମେ? ଶୈତାନର ସବୁଠୁ ବଢିଆ ମିଛ କଣ? ତମକୁ କେହି ଦେଖୁନାହାନ୍ତି। ଶୈତାନର ଭଲ ମିଛ କଣ? ତମକୁ କେହି ଦେଖୁନାହାନ୍ତି। ବିଲେଇକୁ ଦେଖିଛ? ବିଲେଇ, ତମ ଗାଁରେ ବିଲେଇ ଅଛି? ହଁ ହଁ, ବିଲେଇ। ସେ ବିଲେଇ ହିନ୍ଦୀଟା ତାକୁ ଆମର ଦେଶିଆ ବିଲେଇ ନାହିଁ, ସେଟା ସେ ହିନ୍ଦୀ କଥା ହବ। ଦେଖଛୁ ରେ, ମିଆଉ 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 বল জানবা কথা। এটা হিন্দি বিলাই, এটা গুজরাটর বিলাই কি কেমতি জানা নাই? সত কি নাই? ଏବେ ବିଲେଇ ସବୁ ଖାଇ ଚୁପଚାପି ଦେଇଛି। ଦୁନିଆ ଯାକର ବିଲେଇ ଠୁ ଗୁଜରାଟର ବିଲେଇ ବେଶୀ ଚାଲାକ ବିଲେଇ। ସବୁ ଖାଇଦବ, ଚୁପଚାପ ଥିବ। ହେଲେ ବିଲେଇକୁ ଦେଖିଛୁ କି ନା କେମିତି ଥିବ ବିଲେଇ? আঁকি লিম দেবো, আঁকি লিম দে মাছ খা, আম খা, সে মাছକୁ ଖାଇବ, ସେ ଚିକେନ ଖାଇବ, ସବୁ ଖାଇଦେବ, କ୍ଷୀର ପିଇ ଖାଇଦେ ଚୁପଚାପ ଥିବ। କାହିଁକି? ସେ ଭାବୁଛି ମୁଇଁ ଆଖି লিমি ଦେଲେ ମକେ আর কে দেখবে। হ্যাঁ, এটা ବିଲେଇର ପାର୍ଟ। এটা ବିଲେଇ କଣ କରିବ? ଖାଇବା ଆଗରୁ ଆଖି লিমি ଦେବ। ସେ ଆଖି লিমি ଦେଲେ କଣ ହବ? ସେ ଆଖି ବନ୍ଦ କରିଦେଇ ଭାବୁଛି ମତେ କେହି ଦେଖୁନାହାନ୍ତି। ସେ ବିଲେଇ ଡୁମା ଆମକେ ଦେଇଛି। ଆମେ ବି କଣ କରୁଛୁ? ଆମେ ବି ସବୁ କାମ କରୁଛୁ, ଆରେ ଭାବୁଛୁ କଣ? ମକେ କେ ଦେଖୁନାହାନ୍ତି। କବାଟ ବନ୍ଦ କରିଦେଲୁ, ଟିଭି ଦେଖିଦେଲୁ, ମୋବାଇଲରେ 4ଟା ପାସୱାର୍ଡ ପକାଇଦେଲୁ। ଆମଠୁ ଚତୁର କିଏ ନାହିଁ? ସତ ନା ନାହିଁ? ଝିଅ ମାନେ তোর মোবাইলର পাসওয়ার্ড খুলে তোর মাকে দেখাও, এডি মা এটা মানে দেখুছি গো, এটা মানে এটা এটা নাই কি আমি দেখুছি গো। এটা যদি ভুল মা হইଥିବ ঠুটি বাড়নি সাঙ্গে মারব। আজির মা হলে কিছু বল কব, মুই বি দেখুছি লো, দেখুছি তোর বলাগা। কাହିଁକି? ଯେମିତି ମାକୁ ସେମିତି ପିଲା। ଘୁଷୁରୀ ପିଲା କେମିତି ଥିବ? ବାଘ ପରା ଥିବ, ଘୁଷୁରୀ ପରା ଥିବ। କୁକୁର ପିଲା କୁକୁର ପରା ଥିବ, ଗାଈ ପିଲା ଗାଈ ପରା ଥିବ, ଭଇଁସାର ପିଲା ଭଇଁସୀ ପରା ଥିବ। ଆରେ କେମିତି ଥିବ? ଆମର ପିଲା କେମିତି ଥିବ? ଆମର ପରା ଆଗା ଥିବ। କେମିତି ଥିବ? ଆରେ ମନେ ରଖିଥାନ୍ତୁ, ଯେ ଭୁଲ করব ସେ ভোগব। বাইবেল কହୁଛି କଣ? ତୁମେ ଯାହା ବୁଣିଛ ତା ତୁମେ ହିଁ କାଟିବ, ବିଲ କାଟିବ, ତୁମେ ପାଇବ ସେଟା। ଆମେ କଣ କରୁଛୁ? ଆମର ଧାରଣା କଣ? ମତେ କେହି ଦେଖୁନାହାନ୍ତି। ଆମେ ନାନା ଭୁଲ କାମ କରିବାର କାରଣ କଣ? ମତେ କେହି ଦେଖୁନାହାନ୍ତି। ଏ ମୋବାଇଲରେ କଣ କରୁଛୁ? କଣ କଣ ଦେଖୁଛୁ ଜାନା ନାହିଁ। ଏକ ତାପରେ ପାସୱାର୍ଡ ପକାଇ ଦେଇଛୁ। ଆରେ କଣ କହୁଛୁ? ମୋର ମା ଭକୁଆଟା, ଜାଣିବନି ମୋର ମା ଜାଣିବନି। ବାପା ତ ଇଏ ବାପା, ବାପା ମତେ ବେଶୀ ଭଲ ପାଇବେ ଲୋ, ବେଶୀ ବୋଲେ ମୋର ବାପା ବୋଲେ ମୁଇଁ ତାଙ୍କର ପୁରା ଲାଡଲି ବେଟି। ଇଏ କଣ ଭାବୁଛି? ଭାଇ ତ କହିପାରିବ ନାହିଁ। ଭାଇ ତ ହେଲୋ କାକୁ କଥା ହଉଛୁ? ହଁ, ଏ ଭାଇ ବେଶୀ କଣ ନାହିଁ ଦେ ବଢେଇ ନ ତ କଣ କରିବ? ସେ ଭାଇକୁ କହିଲେ, ଏଟି ମୋର କଥା କହ ନାହିଁ, ତୋର କଥା କହିବି କି? କହିବି, ହଉ ହଉ ଥାଉ ଥାଉ ବୋଲ ବସେ। ସେ ବି ଆମର ପড়াଟା କି ନାହିଁ। ବଡ ଭଉଣୀ ସାନଟାକୁ କହିପାରିବ ନାହିଁ। ବଡ ଭଉଣୀ ସାନଟା କହିବ, ହେଲୋ କଣ କରୁଛୁ ଲୋ? କଣ କରୁଛୁ ନାହିଁ, ତୋର କଥା ମାକୁ କହିବି କି? କହିବି, ହଉ ଚିଡ଼ିଗଲା କଥା। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆମେ ଯାହାକୁ ଯୋଉଟା ଇଚ୍ଛା କରି ଚାଲିଛୁ। ଆରେ ଭାବୁଛୁ କଣ? କରୁଥିବି, ମୋର ମା ଯାଏ କରୁଥିବି, ଚାଲିଥିବ ବୋଲି। ବାଇବଲ କଣ କହୁଛି? ତୁମେ ଯାହା କରୁଛ ଏ ସବୁ ବିଷୟ ଧରି ପ୍ରଭୁ ତୁମକୁ ବିଚାରରେ ଆଣିବେ। ଏତିକି ମନେ ରଖିବ। ଆମେ କଣ ଭାବୁଛୁ? ମକେ କେହି ଦେଖତ ନାହିଁ, ମତେ କେହି ଦେଖୁନାହାନ୍ତି। କାଲି ମୁଁ ଗୋଟେ ମଣ୍ଡଳୀରେ ଯାଇଥିଲି, କାଲି ଗୋଟେ ଚର୍ଚ୍ଚରେ ଯାଇଥିଲି। ଆମର ଚର୍ଚ୍ଚଟା ଗୋଟେ ସେଠି ମୁଁ ଯାଇଛି ଆଉ ସେଠି ପ୍ରଚାର କରୁଥିଲି। ପ୍ରଚାର କଲା ବେଳେ ମୁଁ ତାଙ୍କୁ କହିଲି ଯେ ଖ୍ରୀଷ୍ଟିଆନ ଚୋରି କରିବ ନାହିଁ, ଖ୍ରୀଷ୍ଟିଆନ ଲୋଭ କରିବ ନାହିଁ, ଖ୍ରୀଷ୍ଟିଆନ ପର ଜିନିଷ ନେବ ନାହିଁ, ଖ୍ରୀଷ୍ଟିଆନ ଅନ୍ୟର ଜିନିଷ ଘରେ ରଖିବ ନାହିଁ, ଯାହା ଜିନିଷ ତାର ଘରେ ଥିବାର ଅଛି। ମୁଁ ଖାଲି କହିଲି ତମର ଘରେ ଯଦି କାହାର ଗିନା, ଗ୍ଲାସ, ଛୋଟୁ, ଡେକ୍ସି, ଚାମଚ ମିଶା ଅଛି, ହେତୁ କରି କରି ଯାଟା ତାକୁ ଦେଇଦିଅ, ଏଟା ଲୋଭ କରି ନରକେ ଯାଉ ନାହିଁ ବୋଲି। ଆମର ଘରେ ଅଛି କି ନାହିଁ? ସବୁର ଘରେ କିଛି ନା କିଛି ଥିବ। ସ୍ପୁନ ହେଲେ ଥିବ, ଏ ସ୍ପୁନ ନାଇଁ କି ବଢିଆ ଖାଇବାକୁ ଲୋକ ସ୍ପୁନ ଭଲ ଲାଗିବ, ଲାଗିବ କି ନାହିଁ? ଗିନା ହେଲେ ଏ ଗିନା ନାଇଁ କି ବଢିଆ लो ମୁଣ୍ଡରେ ଗିନା
বেশি সুন্দর দেখুনি কেতে ওজন ଅଛି মোরটা নেই আরে কাটা সেটা প্লেট ବି ଲୋକଟାକ ଭଲ ଲାଗିବ କି ନାହିଁ হ্যাঁ ଆମେ କାହାର ଘରେ ଯାଇଥିବୁ ଦେଖିବୁ ମୋର ଚାର୍ଜର ତ ଖରାପ ହେଇଛି କି ନାହିଁ ଧୀରେ ପ୍ରଭୁ କା ଧନ୍ୟବାଦ କର ବେଟି ମୁଁ ନାହିଁ ପୁରା ଦେ ପ୍ରଭୁ ଯୋଗାଇଲେ ଲୋ ଏ ନୂଆଟା କିଣିଲୁ ନାହିଁ ପ୍ରଭୁ ଯୋଗାଇଲେ କୋଉଠୁ ଯୋଗାଇଲେ হ্যাঁ ତ ଖାଲି ମୁଁ କହିଲି ଯଦି କାହାରି ଜିନିଷ ତମ ଘରେ ଅଛି ତମେ ଦେଇଦିଅ ଗୋଟେ ମା 3 ଦିନ ହେଲା ଗୋଟେ ହାରଟା ପାଇଥିଲା ସୁନା ହାର ଖାଟା କି ପଡ଼ିଥିଲା ସେ ରଖିଥିଲା ସେ ଲୋଭରେ ନାହିଁ ରଖିଛି ମିଳିଛି ତ କାହାକୁ ସୁନା ଲୋଭ ନାହିଁ ସେ ରଖିଛି ହେଲେ ସେ ଯୋଉ ମାଇକିନା ହଜାଇଛି ସେ ମାଟା ସେ ମିଶା କହୁନାହିଁ କହିଲେ ଘରେ ମାଡ଼ଗୋଳ ହବ ତୁ କେବେ ପକାଇଲୁ ବୋଲି ସେ ବି ଖସରି ଗଲା ପରେ ଚୁପ୍ ହେଇ ଦେଇଛି ହେଲେ ମୁଇଁ ବାକ୍ୟ କହିଲା ପରେ ପରର ଜିନିଷ ଲୋଭ କର ନାହିଁ ଫେରେଇ ଦିଅ ବୋଲିଲା ପରେ ଆମେ ଗାଡ଼ି ଷ୍ଟାର୍ଟ କରି ପଳେଇ ଆସିଲୁ ସେ ଖଟିଲେ ସେ ଆଜ୍ଞା ମାନେ କେନେ ଗଲେ ବୋଲାରୁ ନାଇଁ ପଳେଇଲେ ବେ ତାପରେ ତାଙ୍କର ଡିନ୍ ମିଶା ଥିଲେ ସେ କୁଆଡ଼େ ଗଲେ ନାଇଁ ସେ ମିଶା ଗଲେ ବେ ବୋଲେ ବୋଲେ ସେ ମା ସେ ଗାଁର ପାଷ୍ଟର ଆଜ୍ଞାକୁ ନେଇକରି ଦେଲେ ହେଠି ଆଜ୍ଞା ଏ ହାର ମୁଇଁ ମିଲେଇଥିଲି କାଟା ହେଲେ ଦେଇଦିଅ ବୋଲେ ଭାବି ଦେଖନ୍ତୁ ଦେଇଦେଲେ ସେ ତାପରେ ସେ ମା ଗୋଟେ ଗଲା ହୋଇ 3 ଦିନ ହେଲା ମୋଟା ହାଜିଛି ବୋଲିଲା ସେ ଖ୍ରୀଷ୍ଟିଆନ ଜୀବନ ସେଟା ଆଜ୍ଞା ପ୍ରଭୁଙ୍କୁ ଜାଣିନଥିଲୁ ଚର୍ଚ୍ଚ ଆସି ପାଣି ଦେବାର ଯାଉଥିଲୁ ସତ ନା ନାହିଁ ଆମେ ମନେ ରଖିବା ଦରକାର ମୁଁ ଯାହା କରୁଛି ସବୁ ପ୍ରଭୁ ଦେଖୁଛନ୍ତି ଯୁବା ପୁଅ ଝିଅମାନେ ମନେ ରଖିଥାନ୍ତୁ ଆପଣ କ'ଣ କରୁଛନ୍ତି କୋଉଠି କଥା ହେଉଛନ୍ତି କୁଆଡ଼େ ଯାଉଛନ୍ତି ଏସବୁ ବିଷୟରେ କିଏ ଜାଣୁ କି ନ ଜାଣୁ ପ୍ରଭୁ ଜାଣିଛନ୍ତି হ্যাঁ কয়ের গ্রুপে গীত গাউଥିବେ କି ନାହିଁ ସେ ପିଲା ପାଖରେ ସେ ଟୋକିଆ ଠିଆ ହେବାର ଅଛି ଗୁଚ୍ ମୁଁ ଠିଆ ହେବି ହାଲେଲୁୟା ଏବାଟେ ଠିଆ ହେଲେ ହାଲେଲୁୟା ସେତିଆ କା ଗୋଟେ ଜାଗାରେ 2ଟା ଟୋକି ଚୁଟି ଧରା ଧରି ହେଇଛନ୍ତି କ'ଣ ପାଇଁ ବୋଲେ ତୁଇ ତାର ପାଖରେ କାହିଁକି ଠିଆ ହେବୁ ମୁଇଁ ଠିଆ ହେବି ବୋଲି কি জাতি এমন আরাধনা করলে পবিত্রতা উতরবে কোন করছেন পবিত্র আত্মা বলে এ বাজা বাজা মন মিশা গলে পবিত্র আত্মা কোনটি বাজলানি ইতি কি স্মৃতি লাইবে নাই পবিত্র আত্মা কোটি থিবে ভাই ভনী মানে পবিত্র আত্মা ইটি থিবে এটা পবিত্র আত্মার ঘর পবিত্র আত্মা বরগত তলে নথিবে পবিত্র আত্মা কুবলি তলে নথিবে পবিত্র আত্মা বন্ধ গুড়ারে নথিবে পবিত্র আত্মা গুম্ফারে নথিবে পবিত্র আত্মা আমার ভিতরে এটি থিবে ताको डाकवा दरकार नहीं हरी आइए पवित्र आत्मा हम आपको स्वागत करते हैं कोई तुई करे स्वागत कर बाटा तो 50 वर्ष मिसा है नहीं तुई आइबा पूर्व मुई आछि तुई मके स्वागत करबो कोन आसंतु आबे माने पवित्र आत्मा को स्वागत करबा तुई के स्वागत करबा को हां तोर जन्म पूर्व तोर बुआर बुआ जन्म हेबा पूर्व पवित्र आत्मा इटी अछंती तुमे पवित्र आत्मा रे रुओ আমার মা মন মিশা প্রার্থনা আইবে নাই আইবে কি সব বেলে প্রার্থনা আইব কি মা আমাকে কায় কষ্ট যে সবু তো প্রভু দেলাইবে তুমি যা তোমার ঘরে তো কষ্ট সমস্যা বেশি আছে বলবে যেতেলে তাঙ্কর ঘরে অসুবিধা হয়েଯିব স্বামী মদ পি কুড়কুড়া চপ পরস্ত্রী পত্রে জীব পিলাটকে এনে তেনে হেবে বুয়ারি পাচারব নাই ইতিহাসী করি হে প্রভু কুটি অছ রাজা তুমি কুটি প্রভু কহ তুই কুই থিলু কো আগে তুই কুটি থিলু আগে মতে কো মকে পাচাছ কুটি থিল বলে মোর প্রিয় ভাই বোন মানে কৌনসি রবিবার প্রার্থনা ফিটব নাই প্রার্থনা আসবে উত্তম দান নেই আসবে প্রভুকে দেবা পাই ভাবি দেখো মুই তো আশ্চর্য হচ্ছি এবে কেতে বর্ষ হেলা সে মন্দির বনাইলে কেতে বর্ষ বেশি বর্ষ হই নাই এবে এবে বনাইছেন সত কি নাই আমি দেখলু কি নাই সে আমার আজ্ঞা মাপুরকে হাত ধরি করে নেলা কি নাই হ্যাঁ দেখলু মানে মাপুরকে হাত ধরি করি আরে সে স্ট্যাচু মিশা কোন মাপুর হাইট সান আঙ্কর হাইট বড় যদি বাপা মা পিলাকে হাত ধরি স্কুল নেবে কি নাই সেমতি মন্দির চল নেলে মানে হাস্যাস্পদ বিষয় গুড়াক মাপুরକୁ ଆମେ ପ୍ରାଣ ଦେଇ ହେବ ପ୍ରାଣ ପ୍ରତିଷ୍ଠା କଲେ ଏବେ ଜାଣା ପଡୁଛି ମନ୍ଦିର କାହିଁକି ବନାଇଥିଲେ ବୋଲି କାରଣ ୟା ଦ୍ୱାରା କ'ଣ ହେଇପାରିବ ଆମର ଲୋକମାନଙ୍କୁ ଭୋକୁଆ ବନାଇବେ ଲୋକ ଯିବେ ଡାବୁ ଦେବେ ସବୁ ନେବେ ଏବେ କ'ଣ କହୁଛନ୍ତି ମାପୁରୁକେ ଆମେ ଆଣିଥିଲୁ ବୋଲେ ଡାବୁ ମିଶା ଆମେ ଆକା ନେବୁ ବୋଲୁଛନ୍ତି କେତେ ପଇସା 70 କେଜି ସୁନା
200 কেজি রূপা, 200 কোটি টঙ্কা দিশবাটা, এটা নো দিশবাটা কেতে আমি এ চর্চ নাই কি আরি 200 বর্ষ থিলে কোটি টাকা চাঁদা আইব না আইব মুস্কা মুস্কি মানে 10 টঙ্কা, সে 10 টঙ্কা হাটে দোকানে বজারে চলবো না, সেটা ধরে আইব। আমি সোনা পাকাইবু বাইক চাবি চামকু নাই, আর বুয়া কালে কেবে সোনা পকাইবু না, সেমান দেখুন 70 কেজি সোনা, কেজি কেজি আହୁରି କ'ଣ କ'ଣ ଦେଇଛନ୍ତି। ଆପଣ ତ ପ୍ରଭୁଙ୍କ ପାଖରେ, ସେମାନେ ତ ପ୍ରତିମା ପାଖରେ ଯାଉଛନ୍ତି, ଆମେ ତ ଜୀବିତ ପରମେଶ୍ୱରଙ୍କ ପାଖରେ ଆସୁଛୁ। ଆସିଲା ବେଳକୁ ପ୍ରାର୍ଥନା ସହିତ ଆସିବାର, ଉତ୍ତମ ଦାନ ନେଇ ଆସିବାର, ପବିତ୍ର ହେଇକରି ଆସିବା। ପ୍ରଭୁ ଆମକୁ କହୁନାହାନ୍ତି ମୁଣ୍ଡ ଧୋଇଆ ବୋଲିକରି, ପବିତ୍ର ହେଇକରି ଆସ ବୋଲି କହୁଛନ୍ତି। ତ ଆଜି ଆମେ ବାକ୍ୟ ଶୁଣିଲା ବେଳକୁ ଟିକେ ଦେଖିବା, ଯୁବା ଲୋକ ତୁମେ ସବୁ କରିପାରିବ, କିନ୍ତୁ ତୁମେ ଭୋଗବା ପାଇଁ ରେଡି ଥିବାର ଅଛି। ଆଖି ଅଛି ବୋଲି ଦେଖିବାର ନାହିଁ, ପାଦ ଅଛି ବୋଲି ଯିବାର ନାହିଁ, ମନ ଅଛି ବୋଲି ଭାବବାର ନାହିଁ। ଆମେ ଯାହା କରିଛୁ ପ୍ରଭୁ ସେଟା ଦେଖୁଛନ୍ତି, ସେଟା ପ୍ରଭୁ ଦେଖୁଛି। ଆପଣ ଭାବନ୍ତୁ ନାହିଁ କିଏ ଦେଖୁନାହାନ୍ତି ବୋଲି। ଶୈତାନ କ'ଣ କରୁଛି, କିଏ ଦେଖୁନାହିଁ ରେ, ଏ ମଦ ପିଇ ମନକୁ ଦେଖିଛ କି ନାହିଁ? ମଦ ଦୋକାନ ଯିବା ପୂର୍ବରୁ ଏନେ ତେନେ ଦେଖିବେ, କେ ନାହିଁ ବୋଲେ ଖୁଚକିନା ପୁରି ଦେବେ। ଏ ପୁଡ଼ିଆ ଖାଉନି ମିଶା, ସେ ଭାଙ୍ଗ ପୁଡ଼ିଆକୁ ରମଦ ମେ ଦେଖି ଦେଖି ଦେଖିଛ, ଗନ୍ଥମନା ଦେଖିଛ କି ନାହିଁ? ମୋର ପ୍ରିୟ ଭାଇ ଭଉଣୀ ମାନେ, ଆମେ ଗରିବ ହେଇନଥାନ୍ତୁ, ଆମେ ଗରିବ ହେଇଥାନ୍ତୁ କି ନାହିଁ? ଆମର ପୁରା ପରିଶ୍ରମ କରିବା ଲୋକ କୋଉଠି ଅଛନ୍ତି, ଦିନ ରାତି ପରିଶ୍ରମ କରୁଛୁ, ହେଲେ ବି ଅଟୁ ନାହିଁ। କାହିଁକି? ଆମର ଘରେ ଏବେ ମିଶା ଗୋଟେ ମଦୁଆ ଆଲଜିଛି, ଗୋଟେ ନହେଲେ ଗୋଟେ ମଦୁଆ ଆମର ଘରେ ଥିବେ, ଆଜ୍ଞା ଥିବେ କି ନାହିଁ? ଗୋଟେ ମଦୁଆ ଥିବେ, ଗୋଟେ ମଦୁଆ ଥିଲେ ଦିନକୁ କେତେ ଟଙ୍କାର ମଦ ପିଇବ? 200 ଟଙ୍କାର ମଦ ପିଇବ। ଆମେ କ'ଣ କରୁଛୁ, ପିଓ ବେ ପିଓ, କାକା ଚାବାକେ ଗଲାନି, ତାଙ୍କୁ କେତେ ଟେନସନ, ପିଉଛନ୍ତି ପିଅନ୍ତୁ ବେ, ମତେ ହୁଡବେ, ମତେ ଗାଲି କରିବେ, ମୁଇଁ ମାଇଣ୍ଡ କରିବି ନାହିଁ। তোকে মাইন্ড ଥିଲେ তো করবো, তোকে তো মূলকে মাইন্ড আঁকা নাই, হ্যাঁ মাইন্ড করবো নাই পুনিয়ে। মানে যদি গোটে মদুয়া থিব, শুଣନ୍ତୁ ମୋର କଥା ଦୟାକରି, ଯଦି କିଏ ମଦ ପିଇବା ଲୋକ ଘରେ ଅଛନ୍ତି, ଖାଲି କହିବ ମୁଇଁ କହୁଥିଲି ବୋଲି, ମୋର ନା ନେଇ କହ କି ନା, ମଦୁଆ ମାନଙ୍କୁ ମୋର ପୁରା କିଏ ପ୍ରେମ କରୁନଥିବେ। ଯେତିକି ସେମାନଙ୍କୁ ସବୁ ମିଟିଂରେ ମୁଁ ମଦୁଆ ମାନଙ୍କୁ ହେତୁ କରୁଛି, ସବୁ ମିଟିଂରେ ଲୋକ କ'ଣ କରୁଛି, ଏ ତ ଆରମ୍ଭ କଲେ ମଦୁଆ ମାନଙ୍କୁ କହିସି। ମୁଁ ଚାହୁଁଛି ଆମର ଗାଁରେ ମଦ କେ ପିଇବା ଲୋକ ନଥାନ୍ତୁ, ଆମର ଗାଁରେ କେ ଋଣୀ ନଥାନ୍ତୁ। ଆମର ଗାଁରେ ଲେଖା ଅଛି ମଦ ମୁକ୍ତ ଗ୍ରାମ, ଋଣ ମୁକ୍ତ ଗ୍ରାମ ବୋଲି ଲେଖା ହେଲେ ବାସ୍ ମୋର କାମ ସରିଗଲା। ବାସ୍ ସେତିକି। ମୋର ପ୍ରିୟ ଭାଇ ଭଉଣୀ ମାନେ ଦେଖନ୍ତୁ, ଯଦି ଆମର ଘରେ ଗୋଟେ ମଦୁଆ ଥିବ, ଦିନକୁ କେତେ ମଦ ପିଇବ? 200 ଟଙ୍କା। ଦିନକୁ 200 ବୋଲେ ମାସକୁ କେତେ ହେଲା? ଦିନକୁ 200 ବୋଲେ ମାସକୁ କେତେ ହେଲା? 6000 ଟଙ୍କାର ମଦ ପିଇଲା। ତାପରେ ଦେଖିବେ ପୁଡ଼ିଆ ଖାଉଛି 50 ଟଙ୍କା, ମାସକୁ କେତେ ହେଲା? 50 ବୋଲେ 1500 ଟଙ୍କା, 1500 ବୋଲେ କେତେ ହେଲା? 7500 ଟଙ୍କା। ଏକଲା ଗନ୍ଥମ ନା, ଖାଇବାର ନାହିଁ ପିଇବାର ନାହିଁ, ଖାଲି ପାନି ପିଇ ଥୁକବାକୁ 7500। 7500 କ'ଣ ହବ? ଗୋଟେ ପ୍ୟାକେଟ ଚାଉଳ ଆଇବ, ଗ୍ୟାସ ସିଲିଣ୍ଡର ଗୋଟେ ଆସିବ, ଆଇବ କି ନାହିଁ? ପନିପରିବା ସବୁ ଆସିବ, ପିଲାର ଟ୍ୟୁସନ ଫିଜ୍, ସ୍କୁଲ ଫିଜ୍ ହେବ। 4 ଦିନ ମାନେ ମାସରେ 4 ଥର ଆପଣ ମାଂସ ଖାଇପାରିବେ, ଘରର ସବୁ ସଉଦା ସାମାନ କିଣି ପାରିବେ 7500 ଟଙ୍କାରେ। ଏକଲା ଏ ନିର୍ବୁଦ୍ଧିଆ ମଦ ପିଇକରି ଘରକୁ ବୁଡ଼ାଉଛି। ଆଉ ଯଦି ଘରର ବାପା ଯଦି ମଦୁଆ ହେଇଥିବ, ଝିଅ ମାନେ ଭଲରେ ଥିବେ କି? ଥିବେ ନାହିଁ। ଯଦି ଝିଅ ଭଲରେ ଥିଲେ ମିଶା, ସେ ଘରେ ଭଲ ପ୍ରସ୍ତାବ ଆସିବ ନାହିଁ, ଆଇବ କି? କିଏ ବନ୍ଧୁ ଜଣବେ ନାହିଁ, ଏ ମଦୁଆ ଆମକୁ ଜଣା ନାହିଁ ସେଟା। ତ ଆମେ ଯିଏ ଯାହା ଧାନ୍ଦାରେ ଅଛୁ, ଆମେ କ'ଣ ଭାବୁଛୁ? ମୋର ଇଚ୍ଛା। କଥା କଲେ କ'ଣ କହେ? ମୋର ଇଚ୍ଛା, ମୋର ଇଚ୍ଛା, ମୁଇଁ କାକେ ହିସାବ ଦେବାର ନାହିଁ। କୁଆଡ଼େ ଯାଇଥିଲ ମୋ? ମୋର ଇଚ୍ଛା। କାହିଁକି ପିଉଛ? ମୋର ଇଚ୍ଛା। তোর বুয়ার ডাবুরে পিউ নাই, মোর ডাবুরে পিউছি। এ পুড়িয়া কাইকি খাউছু? মোর ইচ্ছা। এলো এই সে বাবু সাং কাই কাতা হচ্ছু? মোর ইচ্ছা। সবু তো মোর ইচ্ছা, কাকু ডরবাটা নাই। কে কাকু ডরবাটা নাই? দেখবে কেদিন ঝিও মানে
ସେ ପେରାହାଣ୍ଡି ଛକେ କାତା ହେବେ, ତାପରେ ଟିକେ ଆଗକୁ ଛାଡ଼ିବାକୁ ଆସିବ, ତାପରେ ଟିକେ ଆଗକୁ ଛାଡ଼ ଆସିବ, ତାପରେ ନେକ୍ସଟ ଟାଇମ୍ କ'ଣ କରିବ, ଆମର ଦାଣ୍ଡେ ଆଣି ବାଇକ୍ ରଖିବ, ଏଚେକି କରି ଯିବ। ଲାଜ ବହୁତ ଗଲା ପରେ କିଛି ନାହିଁ। ନିହାତି ମୋର ପ୍ରିୟ ଭାଇ ଭଉଣୀ ମାନେ, ଆମେ ଯେତେବେଳେ ପାପ କରୁଛୁ ଆମେ ଭାବି ବସୁଛୁ କ'ଣ, ମତେ ଖୁସି ଲାଗୁଛି ମୁଁ କରୁଛି, ମତେ ଯୋଉଟା ଇଚ୍ଛା ଲାଗୁଛି ମୁଁ କରୁଛି, ମତେ ଯୋଉଟା ଇଚ୍ଛା ମୁଁ ଯାଉଛି କରୁଛି। ନାଇଁ, এই ସବୁ ବିଷୟ ଧରି ପ୍ରଭୁ ବିଚାରରେ ଆଣିବେ ବୋଲି ଲେଖାଯାଇଛି। ରୋମିଓ 14 ପର୍ବ 12 ପଦରେ ପଢିବେ। ରୋମିଓ 14 ପର୍ବ ତାର 12 ପଦ। ରାତ୍ରି ପାହାନ୍ତେ ହେଉଅଛି, 14 ପର୍ବ 12 ପଦ। ଅତଏବ ଆମ୍ଭମାନଙ୍କର ପ୍ରତ୍ୟେକ ଜଣକୁ ଈଶ୍ୱରଙ୍କ ଛାମୁରେ ନିଜ ନିଜର ହିସାବ ଦେବାକୁ ହେବ। କାର ହିସାବ ଦେବେ? যার হিসাব সে দেব। কার হাত পাখরে? প্রভুর পাখরে। এবে ভাবো নাই পুଅ ঝিଅ মানে, তুমি কোন ভাবুছ মুই কাহাকু হিসাব দেবার নাই? ঠিক ଅଛି দে নাই, মাত্র যেবে প্রভু আইবে তোকে হিসাব দেবাকু খালি খালি গীতা গাইলে আইবে আইলে কি সব আইলে করব, সবুর হিসাব করবে, হিসাব করবে। আমি যে যাহা করি চালিছু, ଯାହାକୁ ଯୋଉଟା ଇଚ୍ଛା କରି ଚାଲିଛୁ। ଲେଖା ହେଇଛି, ହେ ଯୁବା ଲୋକ ତୁମକୁ ଯାହା ଇଚ୍ଛା କର, ମାତ୍ର ମନେ ରଖିଥାଅ ଏସବୁ ବିଷୟ ବିଚାର ଧରି ପ୍ରଭୁ ତୁମକୁ ବିଚାରରେ ଆଣିବେ। ଏସବୁ ବିଷୟ ଧରି ବିଚାରରେ ଆଣିବେ, ଏଇଟା ତୁମେ ଜାଣିଥାଅ। ଏଇଟା ସେ କହୁଛନ୍ତି, କୋଉଟା ଜାଣିଲେ ଜାଣ, ନ ଜାଣିଲେ ନାହିଁ, ଏତିକି ଜାଣିଥାଅ ଯେ ତୁମେ ଯୋଉଟା କରୁଛ ଏଇଟାକୁ ଧରି ପ୍ରଭୁ ତୁମକୁ ବିଚାରରେ ଆଣିବେ। ଆଣିବେ ନାହିଁ ବୋଲି ନାହିଁ, ଆଣିବେ। ଆଜି ଆମକୁ ଭଲ ଲାଗୁଛି ଯାହା। ଏବେ ଗୋଟେ ଗାଁରେ ମୁଁ ଯାଇଥିଲି, ଆମର ଗୋଟେ ମଣ୍ଡଳୀରେ, ସେଠି ଗୋଟେ ପୁଅଟା ସାକ୍ଷ୍ୟ ଦଉଥିଲା, ଭେଣ୍ଡିଆ ପୁଅଟା। ମୁଇଁ ମଦ ପିଉଥିଲି, ହେଲା, କହୁଥିଲା ମୁଇଁ ମଦ ପିଉଥିଲି, ରକମ ମଦ ପିଇବାର। ଆରେ ଗାଁର ସବୁ ପିଲାମାନଙ୍କୁ ମଦୁଆ କରିଥିଲି। ଦିନେ ତୁରୁକ ଆଜ୍ଞା ବାକ୍ୟ ଶୁଣିଲି, ବାଦିଗଲା ବୋଲା, ବାଦିଗଲା। ମଦୁଆ ମାନଙ୍କୁ ଯେମିତି କହୁଥିଲେ ବାଦିଗଲା, ଛାଡ଼ି ଏକା ଦେଲି ବୋଲେ। ସାକ୍ଷ୍ୟ ଦଉଥିଲା ସେ, ଛାଡ଼ି ଅମୃତ କି ମଦ? ଅମୃତ ନ ପିଲେ ମରିଯିବୁ, ପୁଡ଼ିଆ ଅମୃତ, ତାକେ କାତା ନହେଲେ ମରିଯିବୁ କି? হ্যাঁ, রাতি যাক পটর পটরে কথা হতুবে। হ্যালো, হুম, হ্যাঁ, হুম, হ্যাঁ, হুম, 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 মানে দেখবো এମାନଙ୍କୁ ଯଦି ବାହାରୁ ଶୁଣିବ ବୋଲେ ଆକେ ଭୂତ ଧରିଛି, ମାନେ ଡୁମା ହୁକୁରଲା ପାରାକା ହଉଥିବ, ହୁଁ ହୁଁ ହଉଥିବ, ନହେଲେ ଆକୁ ଜ୍ୱର ହେଇଥିବ, ମ୍ୟାଲେରିଆ ଜ୍ୱର ହେଇଥିବ। ହୁଁ 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 କ'ଣ? ଆଉ ସକାଳେ ଉଠି କ'ଣ ହଉଥିବେ? ଧନ, କେତେବେଳେ ଉଠିଲ ଧନ? ଶୋଇଲ ତ 3ଟା ଲୁଟ, ଆଉ ଧନ କେତେବେଳେ ଉଠିବ ତା? 9ଟା ବେଲେ। ମୁଇଁ ବି ଉଠିଲି ଧନ 9ଟା ବେଲେ ଏକା। ବ୍ରଶ କଲଣି? କରିନାହିଁ। ତାପରେ ଜଳଖିଆ କିସଟା ଖାଇଲ? ହେଠି ଇଡଲି, ଇଏ ମୁଇଁ ସେ ଇଡଲି ଖାଇଲି, ଇଡଲି ଖାଇଲି। ତାପରେ କ'ଣ କହିବ? ଗାଧାଇଲ। ଏବେ ଦେଖିବେ ଏ ମୋବାଇଲ ବାୟା ବାଇଡ଼ି ଭଲ କରି ଗାଧାଇବେ ନାହିଁ, ବଟା ବଟି ପୁରା ଥିବେ, ଦେଖିବେ କି ନାହିଁ? ସବୁବେଳେ ତ ମୋବାଇଲ ଚିନ୍ତା ଥିବ। ଆପଣ ଦେଖ, ଆପଣଙ୍କ ଘରେ ସ୍ୱାମୀ ଯଦି ମୋବାଇଲ ଚାର୍ଜରେ ବସାଇଥିବେ, ଆଜି ବାଥରୁମରେ ଯାଇଥିବେ, ଫୋନ ରିଙ୍ଗ ହେଲା, ସେ ତ ତାବାଲ ଧରି ଗୁଦଗୁଦି ଆଇବ, ଏ ଛି ନାହିଁ ଦେଖ ଫାଟିଯିବ ବୋଲିଲା ଭଳିଆ। ଏତେ ଡର କ'ଣ ପାଇଁ? ସ୍ୱାମୀ ଉଠାଉ କି ସ୍ତ୍ରୀ ଉଠାଉ କି ବାପା, ଝିଅ ମାନେ କ'ଣ କହିବେ? ଏ ମା, ମୋର ମୋବାଇଲ ତୁ କାହିଁକି ଉଠାଇଲୁ? କ'ଣ ପାଇଁ ତୁଇ ମୋର ମୋବାଇଲ ଉଠାଇଲୁ? ମୋର ମୋବାଇଲ ଛି ବୋଲି କେ କହିଲା? ସେ ମୋବାଇଲ କିଣି ଦେଇଛି କେ? ଏ ଲାଡ୍ରି ମା ଗ୍ରୁପରୁ ନାନୀ କରି, ଏ ଗ୍ରୁପରୁ ନାନୀ ମୋବାଇଲ କିଣି ଦେଇଛି। କମ ମା କି ଏଟା ମିଶା? ଏ ମା, ଏଟା କ'ଣ କରିବା? ମୋର ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆଜି ଆମମାନଙ୍କୁ ସୁଯୋଗ ଦେଇଛନ୍ତି। ମନେ ରଖିଥାନ୍ତୁ, ଆମେ ଯାହା ବି କରୁଛୁ ଦିନ ଆସିବ ସବୁର ହିସାବ ପ୍ରଭୁ କରିବେ, ଆମକୁ ବିଚାର କରିବାଟା କରିବେ ଆକା। ଆମେ ଭାବୁଛୁ କ'ଣ, ମୁଇଁ କାହାକୁ ଡରୁ ନାହିଁ, ମୁଇଁ ପାପ କଲି ବୋଲି କେ କହିଲା, କେ ଦେଖିଲା, କେ ଦେଖିଲା? ଏ ମା ମାନଙ୍କୁ କୁହ ତ, ଏ ନାନୀ ତୋର ପାପା ରାତିରେ ସେ ବରି ପାଖେ କାହାକୁ କାତା ହେଉଥିଲା,
कौन बोल कह के देखला के फुटला आखि रे देखला आखि फुटाइबा को आगे एटा मन ठीक पचारले हेबो कि नहीं परे पलाइला 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 कोटी पलाइला काकू पलाइला से तो दुनिया लोक कथा उतला काके पाले थिबो देखला बेले को ऑटो वाला को से छाडरा गोटे थिबो ताके पालाई थिबो से पिला साथ फेल ए बीए पास केते बढ़िया देखो तो बापा मारो मानो मर्यादा को तले पकाई पाले चिकाकू ऑटो वाला ऑटो वाला को जीवाटा खराब बोली कहू नहीं जदि भल पिला हिसाब गले हेबो मोर प्रिय भाई भनी माने कौन करबा और पिला मन भी कम की चार नार कमानी नहीं बार नार फुटानी आका से बापा माँ जो बाइक किणी दीथिबे कि नहीं से बाइक रे तर बापा के बसी जीवन में माँ के 4 लाख लगा लादा टेंगड़ा ही जाउथिबे उपका तेल पकाइबे बसी जीबे अरे केंदी चलाउथिबे एंती आका बोले आज आज आका मरबुबे बोलला बोले केंदी गाड़ी चलाउथिबे आज आका मरबु बोलला अरे तुम घरे तुम बापा माँ अछंती तुमको कौन हेले केमती हेबे बापा माँ केमती बंचबे हां भाभी देखो आम पिला माने कौन करछंती गोटे भल जीन पैंट घिनी आनबे और घरे बस ब्लेड रे काटुथिबे माँ माने प्रार्थना करो तुम पिला प्रभु मोर पिला के भिखारी डुबा धरी प्रभु बोली कि डुमा भिखारी डुबा मोर प्रिय भाई भौणी माने आमे आज वाक्य सुनला निज जीवन को देखबा कहीं मु जहाँ करुछि मोर माँ माने भाई मान खाली युवक मीटिंग बोली बस नहीं से बाटे किस्टा होचल देखो ए बाटे देखो ए दे ए बाटे देखा बाहर बसला लोग लाइसेंस के केती नहीं सब भलो बाहर बसले लाभ कौन बेले बेले मोबाइल देखी हेबो बेले बेले कॉल करबा जाई हेबो बेले बेले रत के नहीं फोन फोटो से फोटो मन देखी हेबो फोन रो सुनो तो ठीक है आपण मन कहिबा पाई चाहे प्रत्येक मन रखि तांतु आमे जहां करूछु ए सबुरो हिसाब दिने प्रभु करबे से देखु छंती हमको देखु नांती कि आमे भाबुछु मते मोर बापा देखु नांती मते मोर मां देखु नांती मते केही देखु नांती किंतु मते जणे लोक देखु छंती से होचंती मोर प्रभु आ से मोर पाप हिसाब रे मोर विचार करबे से देखु छंती सब अपन देखिबे हितोपदेश 15 पर्व तार 3 पद हितोपदेश 15 पर्व 3 पद सदाप्रभु को चक्षु कार चक्षु हाँ आमर बापा मार चक्षु काली के दिसबो नहीं बुढ़ा बुढ़ी केते देखबे ता मोर बापा इटिया का देखि पारबो दूर गूगल देखि पारबे नहीं मोर माँ मोर सब देखि पारबे नहीं मोर मंडली लोक मत देखि पारबे नहीं लेखा सदा प्रभु को चक्षु सर्वत्र थाई अधम उत्तम लोक को निरीक्षण करे हाँ सदा प्रभु को चक्षु समस्त को देखुची से चक्षु रे आपण भी देखा जाउचंती मु भी देखा जाउची से समस्त को देखुचंती जुबा जुबा मन रखि थांतु एबे जाय जतके लोग भाबुछ मते के देखु ना मोबाइल के मेसेज कर दे चुप दी था सत के चुप ट्रेनिंग कले चौकी जीवे आइला कि आज जदि बदली कर जीवे नहीं मन रखि था आसंता समय कौन हम आम जान जगत पापरे मंदतारे परिपूर्ण एमती जगत रे अच्छु प्रभु सबको देखुं तुमको भी देखुं से तो दंड पाइबे एबे वेनेजुएला रे भूमिकंप हैला माने 39 सेकंड रे 2 थर हैला अभी देखो 39 सेकंड रे 2 थर माने गोटे मिनिट भी लगी नहीं भूमिकंप हैला 7.3 तापरे आरी संग संग हैला 7.5 लक्ष लक्ष लोक तले दबी गले बड़ बड़ बिल्डिंग भाई आज जीवन काली को नहीं गाँव छपरा सारू पत्रे पानी बोली करे ए जीवन आज काली को नहीं से गीत गढ़ी नहीं ए जीवन प्रभु देलार दान बेकार तुई हरा नहीं बेकार हरा नहीं एटा प्रभु देला जीवन एटा जदि प्रभु जीवन देइछंती जीवन जाको कला हिसाब मिसा नेबे नेबे से सबको देखुछंती
ଆମେ କ'ଣ ଭାବୁଛୁ ପାପ କରି ଖସିଯିବି ବୋଲିଲା ଭଳିଆ। ଭୁଲ କାମ କରି ଖସିଯିବ। କିଏ ଖସିଯିବ? କୋଉଠି ଖସିଯିବ? ମୋର ପ୍ରିୟ ଭାଇ ଭଉଣୀ ମାନେ, ଆମେ ଯୋଉ ପାପ କରିଛୁ ସେ ପାପ ଆମକୁ ଧରିବ। ମୋର ପାପ ମତେ ଧରିବ, ମୋର ଭୁଲ ମତେ ଧରିବ। ଏବେ କ'ଣ ମୁଇଁ ଭୁଲ କରି କାହାକୁ ଦୋଷ ଦେଇ ଦଉଛି? ଭୁଲ କରିବା ଲୋକ ଖସି ଯାଉଛି, ଭୁଲ ଲୋକ ଅଧେରା ପଡୁଛି। ଏବେ ଦେଖ, ସେ ମନ୍ଦିରରେ କୋଟି କୋଟି ଟଙ୍କା ମାରି ଖାଇଲେ, କାହାକେ ଦେଇଛନ୍ତି? ଡ୍ରାଇଭରକେ ଦେଇଛନ୍ତି। ଡ୍ରାଇଭର করবো এসব কাম, মামুলি সাঁটা বড় বড় মাছকে ছাড়িদেলে কেরান্ডিকে দিয়ে দিয়েছেন। এ দে কেরান্ডি একা এ কেরান্ডি। প্রিয় ভাই ভଉଣୀ মানে, ଏବେ ଚଳିବ। ମୁଇଁ ଭୁଲ କରି କାହାର ନା ବି ନେଇ ଯାଇପାରିବି, ମୋର ପାପ ଆହୁରି କାହାର ମୁଣ୍ଡରେ ବଳି ଦେଇପାରିବି, କିନ୍ତୁ ସେଦିନ ଯେବେ ପ୍ରଭୁ ଆସିବେ ମୁଇଁ କାହାକୁ ଦୋଷ ଦେବି? କାହାକୁ ଦୋଷ ଦେବି? ମୋର ପ୍ରିୟ ଭାଇ ଭଉଣୀ ମାନେ, ଯଦି ଦେଖିବେ ଲୁକ ତାର 8 ପର୍ବ 17 ପଦ, ଲୁକ 8 ପର୍ବ 17 ପଦ। କାରଣ ଯାହା ପ୍ରକାଶିତ ନ ହେବ, କାରଣ ଯାହା ପ୍ରକାଶିତ ନ ହେବ ଏପରି ଗୁପ୍ତ ବିଷୟ ଏପରି ଗୁପ୍ତ ବିଷୟ କିଛି ନାହିଁ। କିଛି ନାହିଁ। ମନେ ରଖ, ଯାହା ପ୍ରକାଶିତ ନ ହେବ ଏପରି ଗୁପ୍ତ ବିଷୟ କିଛି ନାହିଁ। ଅବା ଯାହା ଜଣାଯାଇ ପ୍ରକାଶ ନ ପାଇବ, ଅବା ଯାହା ଜଣାଯାଇ ପ୍ରକାଶ ନ ପାଇବ ଏପରି ଗୁପ୍ତ ବିଷୟ ଏପରି ଗୁପ୍ତ ବିଷୟ କିଛି ନାହିଁ। କିଛି ନାହିଁ। ମାନେ ଏମିତି ବିଷୟ କିଛି ନାହିଁ ଯାହା ଗୁପ୍ତ ରହିବ। ମନେ ରଖିଥା ଝିଅ ମାନେ, ପାଠ ପଢିଛ, ଏଟା ବହି, ଏଟା ତମ ସ୍କୁଲ ବହି ନାହିଁ ଯେ ବର୍ଷକୁ ବଦଲୁଥିବ। ସ୍କୁଲ ବହି ନାହିଁ। ମାନେ ଆମର ଦେଖ, ସ୍କୁଲ ବହି ବର୍ଷକୁ ବଦଳବା କି ଦରକାର? କି ଦରକାର? ସେଟା ତ ସମାନ ବହି, ତାକୁ 5 ବର୍ଷ। ଆଗ ଆମେ କେମିତି ବହି ପଢୁଥିଲୁ? ଗୋଟେ ବହି 2-3 ବର୍ଷ ଥିବା, ଆର ବହିକୁ ସେ ଘେନି ପଢବା, ତାର ବହିକୁ ସେ ଘେନି ପଢବା, ପଢବାର କି ନାହିଁ? ପଢୁଥିଲୁ ଆମେ। ଏବେ କ'ଣ ଆମର ଡାବୁରେ ବହି ଛାପୁଛନ୍ତି, ଯେମିତି ବହି ହେଲେ ତାଙ୍କୁ କି ଲୋଡ଼ା, ବୁଡୁ କି ବାସୁକେ ଯୋଉଟା ହଉ। ପ୍ରିୟ ମାନେ, ଓଡ଼ିଆ ବହି ଓଡ଼ିଆ ଲୋକ ଛାପଲେ ସିନା ହବ, ଗୁଜରାଟ ଛାପଲେ କି ସବୁ? ଗଣିତ ବହିରେ ଭୂଗୋଳ, ବିଜ୍ଞାନ ବହିରେ ସାହିତ୍ୟ, ଓଡ଼ିଆ ବହିରେ ଇଂଲିଶ, ତାପରେ ସରାସରିକୁ ନିମୁଡା ବୋଲି କରି। ছি 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 ছি, ଏମାନଙ୍କ ଲାଜ ସରମ ଥିଲେ ନିଜେ ରିଜାଇନ୍ ଦେଇଥାନ୍ତେ। ସତ କି ନାହିଁ? ମୁଇଁ ପାରବି ନାହିଁ ଆଜ୍ଞା, ରିଜାଇନ୍ ଦଉଛି ବୋଲି ଥିଲେ ତ ରିଜାଇନ୍ ଦେବେ ମାନେ। ଇଜ୍ଜତ ମତ ନଇଲାଟା ମାନେ କ'ଣ କରିବା? ପ୍ରିୟ ଭାଇ ଭଉଣୀ ମାନେ, ଦୁଃଖ ଲାଗୁଛି। ଏମାନେ କେବଳ ସାହିତ୍ୟ ବହି, ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହି ନଷ୍ଟ କରିନାହାନ୍ତି, ଏମାନେ ଆମର ଭାଷା, ଆମର ସଂସ୍କୃତି, ଆମର ମର୍ଯ୍ୟାଦାକୁ ମଧ୍ୟ ଏମାନେ ବାହାରେ ପକାଇଛନ୍ତି, ଥୁକୁଛନ୍ତି ଦେଶ ବିଦେଶ ଲୋକ। ଏମିତି ଗୋଟେ ଶିକ୍ଷା ବ୍ୟବସ୍ଥା ଅଛି, ଭଲ ବହି ମିଶା ବାହାର କରିପାରୁନାହାନ୍ତି। ଭାବି ଦେଖ କି ଅବସ୍ଥା। କାହାର କଥା କହିବୁ? ଆମର ଓଡ଼ିଶାରେ ଯେ ବସିଛନ୍ତି କି ନାହିଁ, ସେ ଆଜ୍ଞା ସେ କ'ଣ କରୁଛନ୍ତି? ଭାରତର ସ୍ୱାଧୀନତା ଦିବସ କେବେ? ନଭେମ୍ବର 24 ବୋଲୁଛନ୍ତି। ବୋଲେ ଭାବି ଦେଖ କେତେ ମୂଲା କାନ୍ଦା ଏଟା। ଆରେ ସେ ବାଇଡି କିସ୍ ବୋଲି କହୁଛି, ନାଇଁ ଦେଶ ସ୍ୱାଧୀନ ହେଲା 2014ରେ ବୋଲୁଛି। ସେ ମାନେ ଏମାନେ ମାନସିକ ଭାବରେ ଅଛନ୍ତି ସେମିତି ନା କେମିତି ଜଣା ପଡୁନି। ସେ ଗୋଟେ ମୁଖ୍ୟମନ୍ତ୍ରୀ, ସବୁ ମୁଖ୍ୟମନ୍ତ୍ରୀ ଏକା। ଆମର ମୁଖ୍ୟମନ୍ତ୍ରୀ କ'ଣ ବୋଲି କହୁଛନ୍ତି? ନଭେମ୍ବର 24 ସ୍ୱାଧୀନତା ଦିବସ। ସେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ କ'ଣ ବୋଲି କହୁଛନ୍ତି? ସ୍ୱାମୀ ବିବେକାନନ୍ଦ ने कहा था तुम मुझे खून दो मैं तुम्हें आजादी। ସେଟା ଗୋଟେ ମହାଜ୍ଞାନୀ ବାହାରିଲା। ଏବେ ଗୋଟେ ନୂଆରେ ମୁଖ୍ୟମନ୍ତ୍ରୀ, ସେ କ'ଣ କହୁଛି? ଖାଇଲେ ଚଳିବ, ମାତ୍ର 14 ବର୍ଷ ପରେ ଖାଉ ବୋଲୁଛି। ଦେଖ, তবে তো মা তো বললো, মা তোমার মা গাই, তোমার মা ঠিক আছে, তোমার মা বলে জানলু, 14 ବର୍ଷ ପରେ ମାকে ଖାଇଲେ ହେବ? ସେ ଆରି ଗୋଟେ ତାର ମହାଜ୍ଞାନୀ ବାହାରିଛି ଆସାମରେ, ସେ କିଛି କହୁଛି ନାଇଁ ଘରେ ଖାଇଲେ ଚଳିବ। ଆରେ କିଏ ଡାଡେ ବେକେ ହାଡ଼ଲେ ବୁଲିବ? ଘରେ ତ ଖାଇବ, ଘରେ ଖାଇଲେ ଚଳିବ। ସେ ଦିଲ୍ଲୀରେ ଅଛି ଆମର ରେଖା ନାନୀ, ସେ କିଛି ବୋଲି କହୁଛି ନାଇଁ ନାଇଁ ପାଣି କାହିଁକି ମିଳୁନାହିଁ ବୋଲେ ଗରମ ବେଶୀ ଅଛି, ସେ ନଳାରେ ପାଣି ଆଇଲା ବେଳେ ବାଟେ ଶୁଖି ଯାଉଛି। ମାନେ ଭାବି ତ ରକମର ଲୋକମାନେ, କିଏ କାହାଠୁ କମ ନାହିଁ। କ'ଣ ବୋଲି କହୁଥିଲେ? ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ କହିଛନ୍ତି ଓଡ଼ିଶାକୁ ଭାରତରେ ନମ୍ବର 1 ଜିଲ୍ଲା କରିବେ ବୋଲି। ଓଡ଼ିଶା ପୁଣି ଭାରତର ନମ୍ବର 1 ଜିଲ୍ଲା ହେବ। ମାନେ
ଏମାନେ କୋଉଠି ଥିଲେ? ବୋତର କିଡ଼ା ପରା ସବୁ ବାହାରିଛନ୍ତି ଏଟା ମାନେ ସଠିକ ନାହିଁ। ବୋତର କିଡ଼ା ପରାଟା ମାନେ କୋଉଠି କୋଉଠି ଥିଲେ ଏତେ ଜ୍ଞାନୀ ମାନେ ଜାନା ମିଶା ପଡୁନାହିଁ, ବୁଝି ହେଉନାହିଁ। ସେ ଭାଇ ଭଉଣୀ ମାନେ ଲାଜ ମଉଥିଲେ ସେ ବିଭାଗ ଛାଡ଼ି ଦେଇଥାନ୍ତେ, ମୋର ଦେଇ ହେବ ନାହିଁ ଆଜ୍ଞା ବୋଲିଥାନ୍ତେ। କୁଟା ହୁଡ଼ା ଶୁଣୁଛନ୍ତି ହେଲେ ମିଶା ଛାତି ଟେକି ବୁକ୍ ଟେକି ବୁଲୁଛନ୍ତି। ସତ ନାହିଁ। ଆଗର ଲୋକମାନେ କ'ଣ ଭଦ୍ର ଥିଲେ, ସଭ୍ୟ ଥିଲେ, ଶିକ୍ଷିତ ଥିଲେ, ଦାୟିତ୍ୱ ଜ୍ଞାନ ମଧ୍ୟ ଥିଲା। ଭୁଲ ହେଲେ ସାଙ୍ଗେ ସାଙ୍ଗେ ରିଜାଇନ୍ ମଧ୍ୟ ଦେଉଥିଲେ। ତ ଏମିତି ଦେଶରେ ଆମେ ବାସ କରୁଛୁ। ସେ ଭୁଲ କରି ଟେମ୍ପୋରାରୀ ହଉଛନ୍ତି। ଯେମିତି ଆମେ ଭୁଲ କରି କ'ଣ କହିବେ, ଏଇ କାଇ କଲୁ, କେ କରୁନାହାନ୍ତି, ଏଇ ତାର ବାଇକରେ କାହିଁକି ବସିକି ଗଲୁ, ମୁଇଁ ଗଲି, ତୁଇ ନ ଯା। ମାନେ ଭୁଲ କାମ କରି କରି ମଧ୍ୟ ଆମେ ଫୁଟାଣି ମାରୁଛୁ। ଦେଖାଯାଉଛି ଏ ଯୁବା ଲୋକ, ତୁମର ଯୌବନ ଅବସ୍ଥାରେ ତୁମେ କ'ଣ କର, ଆନନ୍ଦ କର। ଯୋଉଟା କଲେ ଆନନ୍ଦ ମିଳୁଛି କର। ଯୌବନ କାଳ ତୁମର ଚିତ୍ତ ତୁମକୁ ହୃଷ୍ଟ କରୁ, ତୁମେ ମନର ଗତିରେ ଚକ୍ଷୁର ଦର୍ଶନ ଚାଲ। ମାତ୍ର ପରମେଶ୍ୱର ଏସବୁ ବିଷୟ ଧରି ତୁମକୁ 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 ବିଚାରରେ ଆଣିବେ। ତୁମକୁ ଆମେ କ'ଣ କହୁଛୁ, ମୋ ଟୋକି ସେମିତି ନଥିଲା ଆଜ୍ଞା, ତା ସାଙ୍ଗେ ମିଶି ସେମିତି ହେଲା। मोर बाबू ने कि पुड़िया ना खाए, ए दे तार संगे मिसी पुड़िया खाएला। प्रार्थना कहीं आसले नहीं, ए दे से डाकी नेला कुकुड़ा खाली। कौन भाई प्रार्थना आलो नहीं माँ से आली गुना किसी ना किसी गोटे बहाना को बता देवे। केते दिन बहाना बनेबा? प्रभु तो सबू जानी चंती, जानी नांती की। मोर प्रिय भाई भौणी माने आमे भावुଛୁ मोर तो ज्ञानी के नहीं। बाइबल कहूची जे चक्षु गढ़िले से कि देखबे नहीं, जे कर्ण रोपण कले से कि सुनबे नहीं। तो तुम्हें भाव नहीं जे प्रभु देखु नांती बोली, प्रभु सबू देखुचंती। अरे सुजोग दी नले हेटी आमर जयपुर केत किलोमीटर आगे एटू 15 हैला 15 किलोमीटर एटू जयपुर केते 15 53 वर्ष पर प्रथम थर आसुचे गाँ को। भाभी देखो कौन माने ए रास्ता रे आमे सबु बेले जीवा आसबा इति लोक मुई 53 वर्ष पर 15 किलोमीटर आसी बोले भाभी देखो बे प्रभु कहीं पठाइले जाई छने कही था विचार दिन रे मोके सुविधा हेबो कहबे नहीं जे मुई सुनी नहीं प्रभु मुई जानी नहीं मते के कही नांती सेटा पाई प्रभु पाठाइले जा एमन को बाताई बाताई को बुझला परा को बुझले तो बुझले बे नले मुई बुझाइबी बोलछन। मोर प्रिय भाई भौणी माने प्रभु सबू देखु तो विचार आनिबे छाड़बे नहीं काकू। एतकी जानी थिबार अछि बाकी जानले जानो न जानले नहीं। झियो माने बिरयानी बनाई जानिछो नहीं खाइबा जानछो कि नहीं? हां जत सेता जथेष्ट तमे बिरयानी बनाइबा को जानबा दरकार नहीं खाइबा को जानिथिले हैला। मुई तो कार चले जानी नहीं बसवा को जानी छी कौन जी बसवा को जानी छी सेतकी जथेष्ट कि नहीं है? बस मोर कहबाटा कौन जोटा जानवा कथा सेटा जानो जानवा कथा नहीं जानवा दरकार नहीं। कौन जानवर अच्छी मु जहाँ करुची ए सब को धरी प्रभु विचार रे आनबे एतकी जानी थाओ एतकी जानी थाओ। अरे बड़काटा दरकार नहीं। आमे कौन भावुछु कोटी देखले के देखले प्रभु तो स्वर्ग रे अछंती अछंती कि नहीं अछंती। यीशु प्रभु कोटी अछंती पिता को दक्षिण पार्श्व रे अछंती पवित्र आत्मा कोटी अछंती काको जणा नहीं। रविवार दिन मु डाकले आसुछंती सरी गला परे बोलाउछंती तापर मोर बाटे मुई बोलुछि संति की जिरिमिया 23 पर्व तर 23-24 पद जिरिमिया 23 तर 23-24 हाँ सदा प्रभु कहंती के कहंती सदा प्रभु सदा प्रभु सदा प्रभु सदा प्रभु की प्रभु सदा प्रभु कहंती आम्भे की निकटरे आम्भे की निकटरे परमेश्वर अटू ओ दूररे परमेश्वर ओ दूररे परमेश्वर नहु। सदा प्रभु कहंती आम्भे जो स्थान रे देखि न पारिबा एपरि गुप्त स्थान रे की हाँ केही आपना को लुचाई हाँ पारे। प्रभु कहउछंती एमती को जगह अछि कि जो तुम लुचि करी पाप करबो आरि के देखबे नहीं
হ্যাঁ পলাইলে কিরাম ସବୁ କେତେବେଳେ ଗଲେ ମାନେ ଗଦା ବସିଥିଲେ ଏଇଠି ସେ ବାବୁ ଯିବା ଦେଖିଲା ବେଳକୁ ଏ ବାବୁ ତୁ ଯିବୁ ନା ଦେଖ ତ ନା କି ନା ତ ନା କି ନା ବାପା ନିରଞ୍ଜନ ନିଖିଲ ଓକେ ଠିକ ଅଛି ବଢିଆ ନା ହେଲା ମୁଁ ଆପଣମାନେ କହିବା ପାଇଁ ଚାହେଁ ପ୍ରିୟ ଭାଇ ଭଉଣୀ ମାନେ ପ୍ରଭୁ କଣ କହୁଛନ୍ତି ଏମିତିକୁ ଜାଗା ଅଛି କି ତମେ ଲୁଚି କରି ପାପ କରିବ ଆରେ ମୁଁ ଦେଖିପାରିବି ନାହିଁ ତାପରେ କଣ ଲେଖା ହେଇଛି ସଦାପ୍ରଭୁ କହନ୍ତି ଆମ୍ଭେ କି ସ୍ୱର୍ଗ ଓ ମର୍ତ୍ତ୍ୟ ବ୍ୟାପି ନଥାଉ ମୁଁ ତ ସ୍ୱର୍ଗ ମର୍ତ୍ତ୍ୟ ସବୁଠି ଅଛି ସେ ତ ସର୍ବବ୍ୟାପୀ ପରମେଶ୍ୱର ସର୍ବଦର୍ଶୀ ପରମେଶ୍ୱର ସର୍ବଜ୍ଞ ପରମେଶ୍ୱର ତ ତାଙ୍କର ପାଖରେ କଣ ଲୁଚାଇ ପାରିବୁ ଆମେ କଣ ଲୁଚାଇ ପାରିବୁ ତେଣୁ ଯୁବାମାନଙ୍କୁ କହିବା ପାଇଁ ଚାହେଁ ପ୍ରଭୁ ତମକୁ ବିଚାର କରିବା ପୂର୍ବରୁ ସିଧା ପ୍ରଭୁ ପାଖେ ଯିବ ଭୁଲ କରିକି ଯଦି ମାଆକୁ ଯାଇ କହିଲେ ମା ଟିକେ କମ ମିଳିବ ସତ କି ନାହିଁ ମା ଯେବେ ଜାଣିବ ଆଜିର ମା ମାନେ ଟିକେ ଅଲଗା ମା ମାନେ ସେ ସମୟ ମା ମାନେ କେମିତି ଥିବା ଜାଣିଲେ ବୋଲେ ଖାଲି ଏନେ ତେନେ ଦେଖିବେ ଚାଟୁ ଅଛି କି ବେଲନା ପିଡ଼ା ଅଛି କି ଠୁଟି ଝାଡ଼ୁ ଅଛି କିଛି ନ ମିଳିଲା ବୋଲେ ପେଡ଼ା ଧରି କରି ମାଡ଼ ସେଟା ପାଇଁ ଏମାନେ ଘରଣୀ ହେଇଛନ୍ତି ଆମର ମା ମାନେ ନ ମରି ପାଇଲି ଆଛି ପ୍ରାର୍ଥନା କରି ମୁଇଁ ପିଲା ପାଇଛି ପୁଅ ହେଉନଥିଲା ପ୍ରାର୍ଥନା କରି କରି ପାଇଲି ପିଲାକୁ କ୍ଷୀର ମିଶା ମୁଇଁ ଦେଇପାରି ନାହିଁ ବାପଡ଼ା ସେମିତି ବଢ଼ିଲା ସେଟା ପାଇଁ ଏବେ ମଦ ପିଉଛି ମା କ୍ଷୀର ଦେଇପାରିଲା ନାହିଁ ଏବେ ପିଲାକେ ମଦ ଦେଉଛି ପିଉ କିଏ କହିବ ନାହିଁ ଦେଖ ଏବା ଲାଡରା ଏ ପୁଡ଼ିଆ ଖାଉ ମାନଙ୍କୁ ଦେଖବ ପାଟି ମିଶା ମେଲା କରିପାରୁନାହାନ୍ତି ଦେଖିଛ କି ପୁଡ଼ିଆ ଖାଉ ମାନଙ୍କୁ ଏମିତି ମାନେ ଥମନା ମେଲାଇ ପାରୁନି ଭାତକୁ କେମିତି କରିବେ ଟିକେ କରି କୁର୍ଚି ଥାଉଛନ୍ତି ପାଣି ପିଇ ଭାତ ଖାଉଛନ୍ତି ହେଲେ ବି ଛାଡୁଛନ୍ତି କି ନାହିଁ କଣ କହୁଛନ୍ତି ଏମାନେ ହେଟି ପୁଡ଼ିଆ ଦୁଇଟା ହେଇଗଲା ବୋଲେ ମତେ ଆରି ଭାତ ଶାଗ ଦରକାର ନାହିଁ ସେତେ ମା ମାନେ କଣ କରିବେ ପୁଡ଼ିଆ ଖାଉ ମାନଙ୍କୁ ଆସନ୍ତା କାଲି ଯଦି ପୁଡ଼ିଆ ଛାଡବ ନାହିଁ ଥାଲିରେ ଦୁଇଟା ପୁଡ଼ିଆ ଫାପଡ଼ି ଦେବ ଗୋଟେ ଗିଲାସ ପାଣି ଦେବ ଏ ଦେ ଚାବି ଖା ଟୋଟାଏ ଆଲୋ ଦେଲେ ପାଣି ପିଇବିସ୍ ବୋଲି ଦେଇଥାଉ ଆମର ମା ମାନେ ସେମିତି କରିବେ କି ଏତେ ବଢିଆ ମା ମାନେ ପେଣ୍ଟ କାଚଲା ବେଳେ ଯଦି ମୁନାରେ ଯଦି ପୁଡ଼ିଆ ଗୋଟେ ମିଳିଲା ବେଟି କରିଦେବେ ହେଟି ମୋ ପାଶି ଯାଇଥିଲ ଲାପା ମୁନ୍ଦା ଏ ତମେ ବୋଲି ଦେଲ ତମେ ବୋଲି ଦେଲ ପାପା ହେଲେ ଫିଙ୍ଗି ଦେ ତାବେ ଦେଖ ଆରେ ଯେମିତି ସ୍ତ୍ରୀକୁ ସେମିତି ସ୍ୱାମୀ ବାପା ପିଲା ମଦ ପିଆଲେ ବୋଲେ ବାବୁ ଶୋଇଦେ ଯା ଶୋଇଦେ ସେ ପିଲା ବୁଟ ସାଙ୍ଗ ଶୋଇଥିବ ସେ ମା ବୁଟକେ ବେଟୁଥିବ ଏ କୋମଲ ଗୁଡ଼ାଇ ଢୁଲ ଦେଇଥିବ ବାତି ଗଲେ କେ ରାପି ଫିଗୁଛି ମା କାହିଁକି ମା ହେଇଛି ବୋଲେ ବାତି ରାପି ଫିଗବା ପାଇଁକି ନାଇଁ କଣ କରିବା ମୋର ପ୍ରିୟ ଭାଇ ଭଉଣୀ ମାନେ ପ୍ରଭୁ ଆମମାନଙ୍କୁ ଗୋଟେ ସୁଯୋଗ ଦେଇଛନ୍ତି ସେ ବିଚାର କରିବା ପୂର୍ବରୁ ସୁଯୋଗ ଦେଇଛନ୍ତି କଣ ଜୀବନକୁ ଟିକେ ଦେଖିବା କାରଣ ଆମେ ଯୌବନ କାଳରେ ଯାହା କରିଛୁ ସେ ଦେଖୁଛନ୍ତି ଆଉ ତାର ବିଚାର କରିବେ ସେ କହୁଛନ୍ତି ଆମେ କଣ ସ୍ୱର୍ଗ ମର୍ତ୍ତ୍ୟ ବ୍ୟାପୀ ନଥାଉ ତେଣୁ ପ୍ରତ୍ୟେକକୁ କହିବା ପାଇଁ ଚାହୁଁଛି ଟିକେ ଜୀବନକୁ ଭଲ କରି ଦେଖ ପ୍ରଭୁ ତମକୁ ବିଚାର କରିବା ପୂର୍ବରୁ ତମେ ଏକା ଧରି ଯାଅ ଆରେ ପ୍ରଭୁକୁ କହ ହେଠି ପ୍ରଭୁ ନ କରିବା ବୁର୍ବୁଟି ମନ କରିଛି ଦୟାକରି କ୍ଷମା କର ଝିଅ ମାନେ ସବୁ ନମ୍ବର ଡିଲିଟ୍ କରିବ ଯାହା ସାଙ୍ଗେ କଥା ହଉଛ କି ନାହିଁ ଏତେ କରି କାହାକୁ କଥା ହେବି ନା ମିଶା ଭୟଙ୍କର କାରଣ ନା ଆର୍ କାରଣ ନା କେ ବୋଲେ କିସଟା କି ସେଟା କୁନ୍ଦନ କି କାନୁ କି କୁନା କିଛି ଜାନା ନାହିଁ ଡି ଲେଖି ଦେଇଥିବେ ଡି ବୋଲେ କେ ଡି ଜିଓ କେ ଜିଓ ଏଫ ଜିଓ জিএফ জিও ভাবি দেখো খুব চালাক জ্যোতি মনে কেটা মানে এমানে কুয়োটা খাইলে সে আকিমার বাবার ওটা উঠি খাই না তো কেতি এতে বুদ্ধি আসুଛି এମାନଙ୍କୁ প্রিয় ভাই ভଉଣୀ ମାନେ ମନେ ରଖିଥାନ୍ତୁ ଆମେ ଯାହା ଭୁଲ କାମ କରିଛୁ ଦିନେ ଆମେ ଆକା ଭୋଗବୁ
ଭିନ୍ନ ଲୋକ ଭୋଗବେ ନାହିଁ। ପୁଅମାନେ ପାଠ ନ ପଢ଼ିଛୁ ନାଟ କଲୁ କି ନାହିଁ, ଏବେ ମଝିରେ ଆଲଜିଛୁ, ଏନର ନାହିଁ କି ତେନର ନାହିଁ, ସତ କି ନାହିଁ? ଏବାଟେ ନାହିଁ କି ଏବାଟେ ଗାଁ ଯାଇଥିଲି ଗୋଟେ ପିଲା କହୁଛି ଆଜ୍ଞା ମୁଁ MBBS କରିଛି ଆଜ୍ଞା ବୋଲୁଛି। MBBS କିଛିଟା ମା ବାପାର ବେକାର ସନ୍ତାନ ସେ କିଛି କରୁଛି, ସେ କହୁଛି କ'ଣ ଆଜ୍ଞା ମୁଁ MBBS କରି ଗାଁରେ ବସିଛି ଆଜ୍ଞା ବୋଲିଲା। ସେଟା ପାଇଁ ଟେମ୍ପର ହେଉଛି। MBBS କେଉଁଠି ପଢ଼ିଲ ବୋଲି ମୁଇଁ ନାଇଁ ଆଜ୍ଞା MBBS ବୋଲେ ବାପା ମାର ବେକାର ସନ୍ତାନ। କିଛି କାମକୁ ନାହିଁ, ଘରେ ବସିଛନ୍ତି, କିଛି ତ କରିପାରିବୁ କି ନାହିଁ? ନାଇଁ। ସେ ବୁଢ଼ା ବାପା ହାଟକୁ ଯାଇକରି ଯାଉଥିବ, ତମେ ବ୍ୟାଗ୍ ତ ଧରି ପାରିବ, ସତ କି ନାହିଁ? ଗାଡ଼ିରେ ବସାଇକି ଯାଇପାରିବ। ଝିଅମାନେ ମା ଘରର କାମ କରୁଥିବ, ତମେ ଟିକେ ସାହାଯ୍ୟ କରିପାରିବ କି ନାହିଁ? କରିହେବ, ମାତ୍ର କରିବାକୁ ରେଡ଼ି ନାହିଁ। ଏ ମା ଆଜି ମୁଣ୍ଡ ଧୋଇବି ଗୋ, ଏ ମା ପାଣି ଆଣି ଦେଇଥିବ, ହଁ ମୁଣ୍ଡ ଧୋଇବି, ଏବା ଜେମା ମନି ମୁଣ୍ଡ ଧୋଇସି ବୋଲି ପାଣି ଆଣି ଦେଇଥାଉଛି। ଏ ମା ହେଟି ସବୁଦିନ ମୁଁ ସେ ପଖାଳ ଭାତ ଖାଇବି ନା, ଦେଖ ଆଜି ମୋତେ ଟିକେ ରୋଟି କରିଦେ ଆଉ ଟିକେ ତେଲ ପକାଇକି କରିଦେବୁ। ସେ ପିଲା କହିବ ଏ ମା ମୁଇଁ ସେମିଆ ଖାଇବି, ସେ କହିବ ମୁଇଁ ମ୍ୟାଗି ଖାଇବି, ସେ କହିବ ସବୁ ରାନ୍ଧି ଦେଇଦି ବସିଥିବାର ଅଛି। କମ୍ ଜନ୍ତୁ ମାନେ ଆମର ଘରେ ଅଛନ୍ତି। ଏ ଝିଅ ପଚ ଝିଅ ଭାତ ରାନ୍ଧି ଜାଣିଛୁ? ନାଇଁ। ଡାଲି କରି ଜାଣିଛୁ? ଭାଜା ସେଟା ମାନେ ଜାଣି ନାହିଁ। ଚିକେନ ଶାଗ ଜାଣି ନାହିଁ। କ'ଣ ଜାଣିছিল? ମ୍ୟାଗି। କାଇଟା ମ୍ୟାଗି করব, এটা ଗୋଟେ ଖାଦ୍ୟ ନାଇଁ? ମ୍ୟାଗି ଗୋଟେ ଖାଦ୍ୟ କି? ମାନେ ଯାର ମୁଣ୍ଡେ ଢକ୍କନ ଖାଲି ଥିବ ସେ ଏକା ମାନେ ଖାଇବ। পেট পুরব কি সে ম্যাগি? এ ম্যাগি তুমি খাওছ, কালি বিবাহ করছে ম্যাগি রাঁধব। হ্যাঁ সকালে ম্যাগি সে এলো তোর বুয়ারি কাটা রাঁধলা মাগি, আর 12টা বেলে হই সেটা মিশা মাগি একা রাতিকে কাটি খাই, সেটা মিশা মাগি একা খাইবি বলে কবে লাস্টକୁ এ মাগি খাইব টকি কোনটি রাঁধলিস তুই বলো? কাম দাম কিছু নাই, ঘরে ବି ଶିଖିବେ ନାହିଁ ଏମାନଙ୍କୁ। କାମ ବତାଉ করবে কি ନାଇଁ? ଏବେ ଗୋଟେ ବାପା ତାର 2ଟା ପୁଅକୁ କହିଲେ, 2ଟା ପୁଅ ଭେଣ୍ଡିଆ ପିଲା, ଏଇ কাম দাম কেবে করব? হ্যাঁ কাম দাম কেবে করব? কন্যা তো ধরি ভারি আইল 2 লোক, তমকে পশবি তোমার স্ত্রী মানକୁ পশবি কি রে? তুমি কেবে কাম করব? সে কিছু পিলামান কিস করছে, তুই কাইকি বঞ্চিছু? তুই বঞ্চিথিবা যে আমি কাম করবু নাই, তুই যেবে মরবু তেবে আমি ভাবি দেখো। সে বাবা আসি করি আখি পানি পানি হচ্ছে, কହୁଛି ଆଜ୍ଞା କ'ଣ ବୋଲି କହିବି ଆଜ୍ଞା, ମୋତେ ଏବେ ଦେହ ଖରାପ ଅଛି, ହେଲେ ବି ଆମେ କାମ କରିବାକୁ ବାଧ୍ୟ। ଆମେ ଭାବି ଦେଖ ଆମର ପିଲାମାନଙ୍କର ଅବସ୍ଥା। ଆଜି ଟିକେ ବସବା, ଝିଅମାନେ ସମସ୍ତେ ଆଜି ଏଠି ଗୋଟେ ନୂଆ ଆରମ୍ଭ କରିହେବ, ଆଜି ଜୀବନକୁ ସଜାଡ଼ି ହେବ। ଆଜି ଯଦି ପ୍ରଭୁଙ୍କଟା ସମର୍ପିତ ହେଇଗଲ ପୁଅ ଝିଅମାନେ, କାଲିଠୁ ନୂଆ ଆରମ୍ଭ ହେଇଯିବ ତୁମର। ମୁଁ ସବୁବେଳେ କୁହେ ଫେଲିୟର ଇଜ୍ ନଟ୍ ଫାଇନାଲ, ଫେଲିୟର ଇଜ୍ ନଟ୍ ଫାଇନାଲ। ବିଫଳତା ଶେଷ ନୁହେଁ, ହାରିଛୁ, ଫେଲ ହେଲୁ, ଫେଲ ଏକା ଦୁନିଆ ଭାସିଗଲା। 4 କ୍ଲାସ ଫେଲ ପ୍ରଧାନମନ୍ତ୍ରୀ ହେଇପାରୁଛି, ତମେ ତ ଅତି କମରେ 10th ଫେଲ ହେଇଛ, +2 ଫେଲ ହେଇଛ, କିଏ BA ଅଧା ସରିଛ, କ'ଣ କି ନାହିଁ? ମୋର ପ୍ରିୟ ଭାଇ ଭଉଣୀ ମାନେ, ଆମର ସେ ଆଜ୍ଞାକୁ ତ୍ରିରଙ୍ଗା ଲେଖ ବୋଲେ ତିରଙ୍ଗା ବୋଲି ଲେଖିଛନ୍ତି। କାଇଟା ତିରଙ୍ଗା? ଏ କୋଉ ସ୍କୁଲର ମାଷ୍ଟର ଥିଲେ ହେଲେ କିଏ ଜାଣେ? ନଭେମ୍ବର 24 ଯଦି ମାଷ୍ଟର କହୁଛି, ନଭେମ୍ବର 24 ପରେ ତାର ପିଲା କେତେ ଜ୍ଞାନ ଥିବ ଭାବି ଦେଖବେ। କୋଉ ସ୍କୁଲର ମାଷ୍ଟର ହେଲେ ସେଟା? ପ୍ରିୟ ଭାଇ ଭଉଣୀ ମାନେ, ଗୋଟେ ଅଜ୍ଞାନତାର ଦେଶରେ ଆମେ ବାସ କରୁଛୁ। ତୁମର ଜୀବନରେ ଫେଲ ହେଇଛ, କିଛି ଟେନସନ ହୁଅ ନାହିଁ। ପରୀକ୍ଷାରେ ତ ଫେଲ ହେଇଛ, ଜୀବନରେ ତ ଫେଲ ହେଇନ। ଝିଅମାନେ ପରୀକ୍ଷାରେ ଫେଲ ହେଲେ ମା ମନେ କହ ଏ ଦେଲୋ ଏ ଦେ, ପାଠ ପଢି ନାହିଁ, ମୁଇଁ ତ ଫେଲ ହେଇ ନାହିଁ। କାମ କରି ତ ଯତ୍ନ ନାହିଁ, ସେ ଧାନ୍ଦା ନାହିଁ। ପାଠ ପଢିଲୁ ନାହିଁ, ପଢିଲା ବେଳେ କ'ଣ କଲୁ? ମୋବାଇଲ ଧରି କରି ଖେଳିଲୁ, ମେସେଜ ଆକା ଟୁକ୍ 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 କରି ଖେଳିଲୁ କି ନାହିଁ? ଏବେ କ'ଣ କହୁଛନ୍ତି ପରୀକ୍ଷା ହେଲେ ଯାଇକରି, ପ୍ରଭୁ ହାତ ଧରି ମୋତେ ଲେଖି ଦିଅ ରାଜା। ଆକା ହାତ ଦୁକା ତ ମେସେଜ ପଟାଇ କରି। ଆଜି ବାକ୍ୟ ଶୁଣିଲା ବେଳେ ସମସ୍ତଙ୍କୁ ମୁଁ କହିବା ପାଇଁ ଚାହେଁ, ଟିକେ ତମର ଜୀବନକୁ ଦେଖ, କାରଣ ଆମେ ଯାହା କରିଛୁ ଏସବୁ ବିଷୟ ଧରି ପ୍ରଭୁ କ'ଣ କରିବେ? ଆମକୁ ବିଚାରରେ ଆଣିବେ। ପଡ଼ୋଶୀ ଆଗକୁ ପଡ଼ିକି ଯାଅ, କ'ଣ ଲେଖା ହେଇଛି?
ତୁମକୁ ବିଚାରରେ ଆଣିବେ ଆଣିବେ ଏହା ତୁମେ ଜ୍ଞାତ ହୁଅ। ଏହା ତୁମେ ଜାଣ, ବାକି ଜାଣିଲେ ଜାଣ, ନ ଜାଣିଲେ ନାହିଁ, ଏଟା ତୁମେ ଜାଣିଥାଅ। ଆପଣ ଯାହା କରିଛନ୍ତି ମନେ ରଖିଥାନ୍ତୁ ପୁଅ ଝିଅ ମାନେ, ପ୍ରଭୁ ସେଇଟାକୁ ଧରି ବିଚାରରେ ଆଣିବେ, ଏଟା ତୁମେ ଜାଣିଥାଅ। ତାପରେ ଏହେତୁ ହଁ, ଆପଣା ହୃଦୟର ବିରକ୍ତି ଦୂର କର ବିରକ୍ତି ଦୂର କର, ଓ ଆପଣା ଶରୀରରୁ ଦୁଃଖ ଦୂର କର, ଦୁଃଖ ଦୂର କର। କାରଣ ଯୌବନ ହଁ। ଓ ଜୀବନର ଉତ୍ତମ ମାଂସ ଅସାର। ହଁ, ଜୀବନ ଆଉ ଯୌବନର ଉତ୍ତମାଂଶ ଅସାର। 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 ଏ ଜୀବନ ଆଉ ଯୌବନର ଉତ୍ତମ ଅଂଶ କ'ଣ? ଅସାର ଅଟେ। ଏତିକି ଜାଣିଲେ ହେଲା। ଆମେ ଅସାର ଦୁନିଆରେ ଅଛୁ, ଏଠି ସବୁ ଅସାର। ଖାଲି ପ୍ରଭୁଙ୍କୁ ଜାଣବାଟା ସାର। ଅସାର ଏଇଟା। ପାଠ ପଢ଼ିଲେ କ'ଣ ହବ? ଡକ୍ଟର ହେବ, ଇଞ୍ଜିନିୟର ହେବ, କଲେକ୍ଟର ହେବ, ଏସ୍ପି ହେବ, ପ୍ରଧାନମନ୍ତ୍ରୀ ହେବ। ଏବେ ତ ଆମର ପିଲାମାନଙ୍କୁ ଆରି ନୂଆ ନୂଆ ନାଁ ଦେଉଛନ୍ତି, ସତ କି ନାହିଁ? ଏବେ ମଝିରେ ଆମର ପିଲାମାନଙ୍କୁ କ'ଣ ବୋଲି କହିଥିଲେ? ପିଲାମାନଙ୍କୁ କ'ଣ ବୋଲି କହିଲେ? କକରୋଚ। ଯୁବା ପିଲାମାନେ କ'ଣ? କକରୋଚ। କକରୋଚ ବୋଲି କ'ଣ ଆମର ଓଡ଼ିଆରେ କ'ଣ ବୋଲିବେ? ଅସରପା ନାହିଁ, ଝୁଡା। ହଁ, ଝୁଡା। ଆମର ପିଲାମାନେ କ'ଣ? ଆମର ପିଲାମାନେ ବୋଲି ଝୁଡା। କିଏ କହିଲା ବଡ଼ ଝୁଡା? ଯଦି ପିଲାମାନେ ଝୁଡା ତାହେଲେ ବୁଆ ବଡ଼ ଝୁଡା ହେଇଥିବ। ଭାବି ଦେଖନ୍ତୁ, ଆମର ପିଲାମାନେ ବସିକରି କହୁଛନ୍ତି ଏ ଶିକ୍ଷା ମନ୍ତ୍ରୀ ଅଯୋଗ୍ୟଟା। ହଁ, 14-15ଟା ପିଲା ମରିଗଲେ, 80-90ଟା ପେପର ଲିକ୍ ହେଲାଣି। ଆଜ୍ଞା ଦୟାକରି ତୁମେ ଛାଡ଼, ଭିଲ୍ ଲୋକେଇଲେ ଆସନ୍ତୁ ବୋଲି ସେ ପିଲାମାନଙ୍କୁ ଲାଠି ମାଡ଼, ପାଣି ଛିଟୁଛନ୍ତି, ତାକୁ ହିନସ୍ତା କରୁଛନ୍ତି, ତାଙ୍କୁ ଗାଳି କରୁଛନ୍ତି। ପିଲାମାନେ ଚାକିରି ତ ଟିକେ ମାଗୁଛନ୍ତି, ଆମକୁ ଟିକେ ଭଲ କରି ପରୀକ୍ଷା କର। ବର୍ଷ ବର୍ଷ ପଢ଼ୁଛନ୍ତି, ଆମେ ସିନା ନିଟ୍ ପରୀକ୍ଷା ଦେଉନୁ, ସତ କି ନାହିଁ? କିଏ କିଏ ଦେଇଥିଲ କି ଟିକେ? ନାଇଁ, ହଁ ଦେବ ନାହିଁ। ଦେଖ ଭାଇ ଭଉଣୀ ମାନେ, ଡକ୍ଟର ହେବା ପାଇଁ କ'ଣ ହେବା ପାଇଁ ପଡ଼ିବ? ବେଶୀ ପରିଶ୍ରମ କରବାର ଅଛି, ସତ କି ନାହିଁ? ଡକ୍ଟର ହେବା ପାଇଁ ଯେ ବେଶୀ ପରିଶ୍ରମ କରିବ ସେ ଡାକ୍ତର ହେବ। ଯେ ପରିଶ୍ରମ କରିବ ନାହିଁ ମୁଲକେ ସେ କ'ଣ ହେବ? ପେସେଣ୍ଟ ହେବ। ଯଦି ସବୁ ଡକ୍ଟର ହେଲେ ପେସେଣ୍ଟ କେ ହେବ? ସେଥିପାଇଁ ଆମେ ପାଠ ସାଠ ବେଶୀ ପଢ଼ୁନୁ, ଆମେ ପେସେଣ୍ଟ ମାନେ ହେଲା। ପ୍ରିୟ ଭାଇ ଭଉଣୀ ମାନେ, ମୁଁ କହିବା ପାଇଁ ଚାହେଁ, ଜମା ବ୍ୟସ୍ତ ହେବ ନାହିଁ। ଜୀବନର ବିଫଳତା ଶେଷ ନୁହେଁ, ଆପଣ ଉଠିକରି ଯାଇପାରିବେ। ସାନବେଳେ ଆମେ କେମିତି ଦେଖ, ଉଠୁଥିଲୁ ପଢ଼ୁଥିଲୁ, ପଢ଼ୁଥିଲୁ ଉଠୁଥିଲୁ। ଏବେ ପଢ଼ୁଛୁ କି ନାଇଁ? ଖ୍ରୀଷ୍ଟିଆନ ଜୀବନରେ ମଧ୍ୟ ଉତ୍ଥାନ ପତନ ଲାଗି ରହିବ। ଏବେ ଆମେ ଆଗକୁ କ'ଣ କରିବାର ଅଛି? ପ୍ରଭୁରେ ଆଗକୁ ଆଗକୁ ବଢ଼ିବାର ଅଛି। ଆପଣ ବିଲକୁଲ ବ୍ୟସ୍ତ ହୁଅନ୍ତୁ ନାହିଁ। ସମସ୍ତଙ୍କୁ କହିବା ପାଇଁ ଚାହେଁ, ମୋର ପ୍ରିୟ ଭାଇ ଭଉଣୀ ମାନେ, ଆଜି ପ୍ରଭୁ ତାଙ୍କର ବାକ୍ୟ ଦ୍ୱାରା ଆମମାନଙ୍କୁ କିଛି କହିବା ପାଇଁ ଚାହୁଁଛନ୍ତି। କ'ଣ କହୁଛନ୍ତି? ତୁମେ ଯାହା କରୁଛ ମନେ ରଖିଥାଅ, ଦିନେ ପ୍ରଭୁ ବିଚାର କରିବେ। ବିଚାର କରିବେ, ଆମର କର୍ମ ଅନୁସାରେ ବିଚାର କରିବେ। ଆମେ ଯାହା କରୁଛୁ ବିଚାର କରିବେ। ଆପଣ ଯଦି ଦେଖିବେ ପ୍ରକାଶିତ ବାକ୍ୟ 22 ପର୍ବ ତାର 15 ପଦ ପଢ଼ନ୍ତୁ। ପ୍ରକାଶିତ ବାକ୍ୟ 22 ପର୍ବ 12 ପଦ ପଢ଼ି ଦିଅନ୍ତୁ। ଦେଖ ଆମ୍ଭେ ଶୀଘ୍ର ଆସୁଅଛୁ। ହଁ, ଆମେ ଶୀଘ୍ର ଆସୁଅଛୁ। ପ୍ରତ୍ୟେକ ଲୋକକୁ ତାହାର କର୍ମ ଅନୁସାରେ ଫଳ ଦେବାକୁ। କ'ଣ ଦେବା ପାଇଁ? ପ୍ରତ୍ୟେକ ଲୋକକୁ ତାହାର କର୍ମ ଅନୁସାରେ ଫଳ ଦେବାକୁ। ମାନେ ଆପଣ ଯାହା ଯାହା କରିଛନ୍ତି ସେ କର୍ମ ଅନୁସାରେ ଫଳ ଦେବେ। ସେ ଭଲ କର୍ମ କରିଛୁ, ଭଲ ଫଳ। ଖରାପ କର୍ମ କରିଛୁ, ଖରାପ ଫଳ। କର୍ମ ଅନୁସାରେ ଫଳ ଦେବାକୁ। ହଁ, ଆମ୍ଭର ପୁରସ୍କାର ଆମ୍ଭ ସଙ୍ଗରେ ଅଛି। ହଁ, ପ୍ରଭୁ କହୁଛନ୍ତି ପୁରସ୍କାର କାହା ସାଙ୍ଗେ ଅଛି? ମୁଇଁ ପୁରସ୍କାର ନେଇ ଆସୁଛି। ଯଦି ମୁଁ ଭଲ କାମ କରିଛି ମୋର ପୁରସ୍କାର ପ୍ରଭୁ ମତେ ଦେବେ। ଯଦି ମୁଁ ଭୁଲ କାମ କରିଛି ମୋର ଦଣ୍ଡ ମତେ ଦେବେ। ମୋର ପାଇଁ ଭିନ୍ନ ଲୋକ ଦଣ୍ଡିତ ହେବ ନାହିଁ। ତେଣୁ ଯୁବାମାନେ ଯାହା ବି କରୁଛନ୍ତି ଭାବି ଚିନ୍ତି କରନ୍ତୁ। ଆମେ ଭାବୁଛୁ କ'ଣ? କିଏ ତ ଜାଣିନାହାନ୍ତି, କିଏ ତ ଦେଖିନାହାନ୍ତି, କାହାକୁ ଜଣା? ଜଣକୁ ଜଣା। ସେ ସବୁ ଜାଣୁଛନ୍ତି, ସେ ସବୁ ଦେଖୁଛନ୍ତି, ଆଉ ସୁଯୋଗ ଦେଇଛନ୍ତି। ଏବେ କହୁଛନ୍ତି ବାବୁରେ ଏବେ ହେଲେ ସୁଧୁରି ଯା। ଏବେ ହେଲେ ମୁଁ କହୁଥିଲି ମଦ ଅମୃତ କି? ନ ଖାଇଲେ ମରିଯିବୁ କି? ପୁଡ଼ିଆ ନ ଖାଇଲେ ମରିଯିବୁ? ତାକୁ କାତା ନହେଲେ ମରିଯିବୁ କି? ମୁଇଁ ମରଲେ ମରବି, ତାକୁ ଆକା ଯିବି। ଏବେ ଯେ କୁଟକୁଟା ମାଡ଼ ଖାଉଛି, କୁଟକୁଟା ମାଡ଼। ସେ ବି କ'ଣ କହିଥିଲା? ଏଲୋ ଏ ଦେ ଶୁଣେ, ତତେ ଗ୍ୟାରେଣ୍ଟି ଦଉଛି
ତତେ କେବେ ହାତ ବି ଲଗାଇବି ନାହିଁ। ଏବେ କୁଟକୁଟା ମାଡ ତମେ କହିଥିଲ ପରା ମୋ ହାତ ଲଗାଇବି ନାହିଁ, ତତେ ହାତ ଲଗାଉଛି କିଲୋ, ଗୋଡେ ସିନା ଲଗାଉଛି। ବୁଟ ବୁଟ ମାଡ କୁଟକୁଟା ମାଡ ଖାଇ ମୁଁ କେ ଦେଖିବେ ଅନେକ ଲୋକ ତାଙ୍କର ମନର କଥା କହିପାରୁନାହାନ୍ତି ଯୋଉ ରକମର ହେଉଛନ୍ତି। ଆଗେ କେମିତି ହଉଥିଲେ ବିବାହ ହେବା ପୂର୍ବରୁ ବାଇକରେ ଗଲା ଆଜାଡ଼ି ହେଇ ବସୁଥିଲେ, ଏବେ ପତ୍ର ରାଟ କେତେ ଓଲା ହେଇଥାଉଛନ୍ତି। ନାଇଁ କି ବିବାହ ହେବା ପୂର୍ବରୁ ପତ୍ର ରାଟ ଧରିବା କଥା, ବିବାହ ହେଲା ପରେ ତାକୁ ଧରି ବସିବା କଥା। ବିବାହ ହେବା ପୂର୍ବରୁ ତାকে ଧରି ବସିଲେ, ଏବେ ବିବାହ ହେଲା ପଛେ କ'ଣ କରୁଛନ୍ତି, ପତ୍ର ରାଟ କେତେ ଚମ ଚମତେ ଧରି। এটা হচ্ছে বাপা মার কথা ন মানবার আশীর্বাদ। କଥା ମାନ ମାରବାଟା ବେଳ ଥାଉ ଥାଉ। ପ୍ରଭୁ ଆଜି ଆମମାନଙ୍କୁ ସମସ୍ତଙ୍କୁ ସୁଯୋଗ ଦେଇଛନ୍ତି ଆମର ଜୀବନକୁ ଦେଖିବା ପାଇଁ, ସମୀକ୍ଷା କରିବା ପାଇଁ, ଚିନ୍ତା କରିବା ପାଇଁ ମୁଁ କେମିତି ଜୀବନ କାଟୁଛି। ମୋ ବିଷୟ କିଏ ଜାଣନ୍ତୁ କି ପ୍ରଭୁ ତ ଜାଣିଛନ୍ତି, ପ୍ରଭୁ ଜାଣିଛନ୍ତି। ମୋର ପ୍ରିୟ ଭାଇ ଭଉଣୀ ମାନେ ଦିନ ଆସିବ ସେ ହିସାବ କରିବେ। ଏବେ ଆମେ କ'ଣ କହୁଛୁ, ମୁଇଁ କାହାକୁ ହିସାବ ଦେବାର ନାହିଁ, ମତେ ହିସାବ ମାଗବ ନାହିଁ। ମୁଇଁ ସତ ନାହିଁ। ଏ ଝିଅ କୁଆଡ଼େ ଯାଇଥିଲୁ, ମୋର ଇଚ୍ଛା। ବାବୁ କେତେବେଳେ ଆଇବୁ, ମୋର ଇଚ୍ଛା। କାହିଁକି ଶୋଇନୁ, ତୁଇ ଶୋରେ ବାବୁ, କହିଲି ପରା ଶୋ ବୋଲି, ବାରମ୍ବାର ବିଜାର କରନା। ଏ ଟୋକି ମାନେ କ'ଣ କରୁଛନ୍ତି, ଏ ଖରା ଦିନେ ମିଶା କମ୍ବଲ ଗୁଡ଼ା ହେଇକରି ଭିତରେ ଟୁଚ୍ ଟୁଚ୍ ଖାତା। ଖରା ଦିନେ ଫୁଣ୍ଡା ନେବାଟା କଷ୍ଟ, ଏ ମାନେ କମଲ ଢାପି ହେଇକରି ଭିତରେ ଟୁଚ୍ ଟୁଚ୍ ସବୁ ସାଇଲେଣ୍ଟ କରିଦେଇଛନ୍ତି, ଜଣା ବି ପଡ଼ୁନି। ନହେଲେ ଆଗ ଟୁଚ୍ 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 ନାଇଁ ସବୁ ସାଇଲେଣ୍ଟ, କାନରେ ଗେଞ୍ଜି ଦେଇଛନ୍ତି। ମାନେ ଭାବ କେତେ ଚତୁର ମନେଟା ମାନେ। ବାପା ମାକୁ ଯେଉଁ ଲୋକ ଭକୁଆ ବନାଇବ ସେ କେବେ ମିଶା ଭଲ ପଡ଼ିଲାଟା, ଭଲ ପଡ଼ିନା ଆଜି ଯାଏଁ। ସେ ମୁଁ କହିବା ପାଇଁ ଚାହେଁ, ଆଜି ଯେତେ ଲୋକ ବସିଛ ସମସ୍ତଙ୍କୁ କହୁଛି ଟିକେ ପ୍ରଭୁ ପାଖରେ ଯିବ, କହିବ ପ୍ରଭୁ ଜାଣି ନ ଜାଣି ମୁଁ ଯାହା କରିଦେଲି ପ୍ରଭୁ କରିଦେଲି, ଆରି କରିବି ନାହିଁ। ମନେ ରଖିଥା, ଏଇଟା ଦିଶୁଛି ସାନ୍ଟା, ଏଇଟା ଦିଶୁଛି ସାନ୍ଟା, ଏଇଟା ସବୁ ଜୀବନକୁ ବୁଡ଼ାଇଛି ଏଟା। আমার সময়কে খাଉଛି, ডাবুকে খাଉଛି, আমার ভবিষ্যৎকে মিশা। ମୁଁ ସବୁବେଳେ କୁହେ ଏ କାଲିଆ ମୁଆ ଟିଭି ମାନେ ଅଛି କି ନାହିଁ, ନାଇଁ ବୋଲି ପ୍ରାର୍ଥନା କରିଦେବି। ଦେଖ କେନବ ହେଲା, ଏ କାଲିଆ ମୁଆ ଟିଭି এটা শয়তানর জ্যেষ্ঠ পুত্র, শয়তানর বড় পর না কি না, কালিয়া মুয়া টিভি, খালি টিভি নাই, কালিয়া মুয়া টিভি। আর এ বুটি খাঙ্গার কালিয়া মুয়া, এটা তার নাতি। এটা কে, এটা শয়তানর নাতি। এ যেবেটু আমার ঘরে আইলা, আমার ঘর আর ঘর পড়া নাই, প্রার্থনা জীবন নষ্ট, সাক্ষ্য নষ্ট, চরিত্র নষ্ট, সবু দুশুଛି সানটা। সত কি নাই, অনেক স্বপ্ন নষ্ট হয়ে গেলানি। 24 ঘন্টা মোবাইল ধরি বসলে କ'ଣ হব, পড়ব কেতেবেলে কেতেবেলে। ଏବେ ଗୋଟେ ଗାଁରେ ଯାଇଥିଲି, ଗୋଟେ ମା ଆସି କ'ଣ କହୁଛି ମତେ, ବାବୁ ମୁଁ ଶୁଣିପାରୁନାହିଁ ବାବୁ, ଏ କାନରେ କିଛି ମିଶା ଶୁଣିପାରୁନାହିଁ, ଏ କାନେ ଟିକେ ଟିକେ ଶୁଣିପାରୁଛି, ଏ କାନେ ଶୁଣିପାରୁନାହିଁ। ମୁଁ କହିଲି ମା ଏ କାନରେ ତୁମେ ମୋବାଇଲରେ କଥା ହଉଛ କି ଏ କାନେ? ହଁ ବାବୁ ପ୍ରଭୁ ଜଣାଇଲେ କି ବୋଲା। ନାଇଁ ମା ପ୍ରଭୁ ଜଣାଇ ନାହାନ୍ତି, ମୁଇଁ ଆକା ଜାଣାଉଛି। ହେଲେ ପ୍ରାର୍ଥନା କର। ନାଇଁ ମା ଏବେ କ'ଣ କରବ, ଏ କାନେ କଥା ହେବ, ଦୁଇଟା କାନ ଭଇଁରି ହେଲା ପଛେ আসব, ଏକାଥରେ ପ୍ରାର୍ଥନା କରିଦେବି ବୋଲି। যাও, কারণ এ কানবে প্রার্থনা করবি, এ কান ভাল হব। তারপরে এ কানে কোনা প্রার্থনা তেল পকাই হব নাই। দেখো হ্যাঁ, যদি কানে কোনা প্রার্থনা তেল পকাই হব, সে কান গলা, নাড়িয়া তেল মুন্ডে লাগা হেবা পাই, কানে ঢালি হেবা পাই নাই। হ্যাঁ ভাই কଣ প্রভু আমাকে অনুগ্রহ করুন। তা কইলি যা মা যা, দুইটা কান দেবে শুভ নাই, তুই আসে মুই প্রার্থনা করে দেব, ভালো কিছু। রাত্রি যাক দেখবে টিভি পাকে আ ফাড়ি দিয়েছি নাই, টকি মানে মোবাইল, ডকি মানে টিভি, আ ফাড়ি দিয়েছেন। এবে দেখো কেদিন গলে করোনা টিকাটা নেইছু, কেত লোক ফাপড়ি হেলে আমি বলকা ডালছিছু,
আমি ବି ମରବୁ କି ନାହିଁ ମରବୁ କେମିତି ମରବେ କେଟା ମା ମାନେ ଦେଖିବେ ଆଖି ବାଟାରି କରି ମରବେ କାହିଁ ହେଲା ଲୋ ତ ସାତ୍ରୀ ଆଖି ଦୁଇଟା ମେଲି କରି ମରିଛି ଏ ଦେଲ ଟିଭି ଦେଖିଲା ବେଲେ ଜୀବନ ଗଲା ତାର ବୋଲବ ଯିବ ଆର କେତେ ଲୋକ କ'ଣ ପ୍ରଭୁ ଛାଡ଼ିଛନ୍ତି ବିଚାର କରିବା ପୂର୍ବରୁ ଅନୁଗ୍ରହ ଦେଇଛନ୍ତି କାଳେ ବଦଳିବେ ପରା ବୋଲିକରି କାଳେ ସୁଧୁରିବେ ପରା ବୋଲି ଭାବନ୍ତୁ ନାହିଁ ପ୍ରଭୁ ଛାଡ଼ବା ଲୋକ ନାହିଁ କାହାକୁ ଛାଡ଼ବେ ସେ କାହାକୁ ଛାଡ଼ବେ ନାହିଁ ସେ ଛାଡ଼ବା ପ୍ରଭୁ ନାହିଁ ସେ ବିଚାର କରିବା ପୂର୍ବରୁ ଟିକେ ଦାସକୁ ପଠାଇବେ ଯେ ବୁଝା ବୋଲି କରି ନିନିବିକୁ ନଷ୍ଟ କରିବା ପୂର୍ବରୁ ପ୍ରଭୁ ତାଙ୍କ ଦାସକୁ ପଠାଇଲେ ଦାସକୁ ପଠାଇବେ ପ୍ରଭୁ ଏମିତି ଦଣ୍ଡ ଦେବେ ନାହିଁ ନହେଲେ ମୁଇଁ ଆସିବାର କି ଦରକାର କହିଲି ପରା ଏ ଗାଁ କେବେ ଆସି ମିଶା ନାହିଁ ଏ ବାଟେ ଯିବା ଆସିବା ପ୍ରଭୁ ପଠାଇଲେ ଯାହା କହିଥା ବିଚାର ଦିନ ମୋତେ ସୁବିଧା ହେବ ବୋଲି କରି ପ୍ରଭୁ ପଠାଇଛନ୍ତି ଯଦି ବୁଝିଲ ନାହିଁ ବୋଲେ ବଲକା କଥା ତମେ ବୁଝିବ ବେ ଆଜି ମକେ ପ୍ରଭୁ ବିଚାର କରିବେ ନାହିଁ হ্যাঁ ଏବେ ଗୋଡ଼ ଧୁଆଇ ଦେଇଛ ଗଲାବେଳେ ହାତ ଧୋଇ ବାହାରି ଯିବି ମୁଇଁ ହେଲା କ୍ଷୀରରେ ଗୋଡ଼ ଧୁଆଇ ଦେବ ତମେ ଟିକେ ଫୁଟାଇ କରି ହରଲିକ୍ସ ପକାଇ ଦେତ ହେଲେ ତମ ଧର୍ମେ ପିତୁ ହେଲେ ଭଉଣୀ ମାନେ କ'ଣ ଆମେ ତ ପ୍ରଭୁଙ୍କର ଦାସ ବୋଲେ ଚାକର ମାନେ ସାର୍ଭେଣ୍ଟ ମାନେ ଆମକେ କ୍ଷୀରେ ଗୋଡ଼ ଧୁଆଇ ଦେବ ଏଟା କିଏ ଶିଖାଇଲା ତମକୁ ଏଟା ମାନେ হ্যাঁ ନାଇଁ କିଏ ଶିଖାଇଲା ଆଜ୍ଞା ମନେ ବୋଲେ ସେ କ୍ଷୀରକୁ ରାତିରେ ଟିକେ ଦହି ହେଲେ ବନେଇଥାନ୍ତ ତମର ଧର୍ମେ ଖାଇତୁ ହେଲେ ନହେଲେ ସେ କ୍ଷୀରକୁ ରଖିକରି ସନ୍ଧ୍ୟାରେ ଫୁଟାଇ ହେଲେ ଦେତ ତମେ ଯାଇକରି କହିତୁ ନାହିଁ ସେ ଗାଁ ଯାଇଥିଲୁ ବେତନିଆରେ ଗୋଟେ ଗିଲାସ ଟାକ ଗରମ ଗରମ କ୍ଷୀର ଦେଲେ ବୋଲି ବୁକେ ଶୋଷେ ଆଇଲୁ ସିଧା ଗୋଡ଼ ଧୁଆଇ ଦେଇକି ଖାଇବାଟା ଗୋଡ଼ ଧୋଇବେ ଗୋଡ଼ ଦେବାକୁ ପାଣି ଅଛି କି ନାହିଁ ପାଣି ଅଛି ନେକ୍ସଟ ଟାଇମ୍ ସେ ଭୁଲ କରିବ ନାହିଁ ଏଥର ହେଇଗଲା ସମସ୍ତଙ୍କୁ ହେଲା ଯେ ଆଇଡ଼ିଆ ଦେଇଛନ୍ତି ତାଙ୍କୁ ଧନ୍ୟବାଦ ମାତ୍ର ସେ ଆଇଡ଼ିଆ ଅର୍ଥରେ ଦେବ ନାହିଁ ପ୍ରଭୁଙ୍କ ଦାସମାନଙ୍କୁ ପ୍ରଭୁଙ୍କ ଦାସ ବୋଲି ଭାବ ମୁଁ ଡେରିରେ କାହିଁକି ଆସିଲି ଜାଣିଛନ୍ତି କାହିଁକି ଡେରିରେ ଆସିଲି ଏମାନେ ସ୍ୱାଗତ ନ କରନ୍ତୁ ବୋଲି ଡେରିରେ ଆସିଲି ନହେଲେ କ'ଣ କରିବେ ସେଠୁ ବାଜାଇ କରି ମୟୂରୀ ଫୁକି କରି ତର ର କରି ବାଜା ବଜାଇ ଆଣିବେ ଆମେ କେ ହେବେ ଦାସ ବୋଲେ ଦାସ ସବୁଙ୍କର ଦାସ ମାନେ ଭିତରେ ଆଇଲୁ ଖୁସିରେ ତମେ ଗୋଟେ ପାଚିଆ ପାକାଇ ଦିଅ ଚିଡ଼ିଗଲା କି ନାହିଁ ଦେଲ ଏଟା ଟିକେ ଖାଲି କହୁଛି ଏଟା ଏତେ ଦାମ ଦେଇ ଆଣ ବୋଲି କିଏ କହିଲା ଏଟା ନେବି ଆରି ଖାଲି ମୁଁ କହୁଛି ଧନ୍ୟବାଦ ଆପଣମାନେ ସ୍ୱାଗତ କରିଥିବାରୁ ଧନ୍ୟବାଦ କରୁଛି କିନ୍ତୁ ଦ୍ୱିତୀୟ ଥରରୁ ଆପଣମାନେ ଏଇଟା କରନ୍ତୁ ଏଟା ନାହିଁ ଆବଶ୍ୟକ ନାହିଁ ଏଇଟା ମୁଁ କାହିଁକି କହୁଛି ଏଇଟା ସୁନ୍ଦର ବିଷୟ ଶୋଭାଯୁକ୍ତ ବିଷୟ କିନ୍ତୁ ପ୍ରଭୁଙ୍କ ଦାସମାନଙ୍କୁ ଦାସ ପରି ହିଁ ବ୍ୟବହାର କରିବା ମୋର ପ୍ରିୟ ଭାଇ ଭଉଣୀ ମାନେ ମୁଁ କାହିଁକି କହୁଛି ଥ୍ୟାଙ୍କ ୟୁ ବ୍ରଦର ବଢ଼ିଆ ଟାଣିଥିବାରୁ ପୁଣି ଥରେ ଧନ୍ୟବାଦ ଖାଲି ମୁଁ କହୁଛି ମୋତେ ଦେଲ ଧନ୍ୟବାଦ ମୋର ପଚାର କାହାକୁ ଦିଅ ନାହିଁ ହେଲା ସେ ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ ଆମର ପ୍ରତ୍ୟେକ କାର୍ଯ୍ୟକୁ ପ୍ରଭୁ ବିଚାରରେ ଆଣିବେ ଆମେ ଯାହା କରୁଛୁ ପ୍ରତ୍ୟେକ ବିଷୟକୁ ତେଣୁ ଆମମାନେ କ'ଣ ହେବା ଯତ୍ନବାନ ହେବା ଦରକାର ଅଛି ଆଗକୁ ଯତ୍ନବାନ ହେବା ଦରକାର କାରଣ ମୁଁ ଯାହା କରୁଛି ପ୍ରଭୁ ତାକୁ ଦେଖୁଛନ୍ତି ନିରୀକ୍ଷଣ କରୁଛନ୍ତି ଆମେ କେତେ ଭାବୁଛୁ ସବୁ ଦେଖବାଇ କି ପ୍ରଭୁ ସବୁ ନା ଦେଖ କୋଉଟା ଟିକେ ଦେଖିଲେ ଦେଖୁଥିବେ ଏମିତି କଲାବେଳେ କାଳେ ମୋତେ ଦେଖିଦେବେ ନାଇଁ ସବୁବେଳେ ତୁମେ ପ୍ରଭୁଙ୍କ ଆଖି ଆଗରେ ଦେଖାଉଛ ଗୀତ ସଂହିତା 139 କ'ଣ ଲେଖା ଅଛି ଗୀତ ସଂହିତା 139 ତାର 1, 2, 3 ଗୁଡ଼ା ପଢ଼ନ୍ତୁ ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର हे सदा प्रभु की प्रभु हाँ हे सदा प्रभु तुम्हें मोहर अनुसंधान करियछ मोर परिचय देख आमर परिचय कोटी आमर परिचय बेथनिया रे अधिक हेले से पाखर गाँ रे पेराहांडी ए बोरीगुमा जयपुर कोटपाड़ अधिक हेले कोरापुट सुनाबेड़ा जानबे और ताकू के जानबे कि मुझे चिन्हबे कि आमर लोक जदि जाई विशाखापट्टनम मद पीले के जानबे कि आमर झील मैंने बाइक रे बसी करी से कुबार साइड अच्छी से कुपली बाटे जीवे कु पार्क रे जीवे कु जंगल बाटे जीवे कुछ के चिन्हबे कि कार टकी बोली नहीं किंतु सेठी के मोर परिचय नहीं चंती सदाप्रभु एटा मन रखि था मु कोठी थिले भी प्रभु को एटा निरंजन एटा
এটা বাসন্তী, এটা সঙ্গীতা, এটা হেমন্ত, এটা জয়ন্ত, এটা সুকান্ত। কি নাই সে কଣ করিবে দেখবে এটা তো সে। তুমি মোর অনুসন্ধান କରିଛ মতে কে ଖୋଜିବେ ନାହିଁ କିନ୍ତୁ ପ୍ରଭୁଙ୍କୁ ରାଖି ଖୋଜୁଥିବ। ତୁମେ ମତେ ଅନୁସନ୍ଧାନ କରିଛ ମୋର ପରିଚୟ ନେଇଅଛ। ହଁ ତୁମ୍ଭେ ମୋହର ବସିବାର ତୁମେ ମୋର ବସିବାର ଓ ଉଠିବାର ମୋର ବସବାଟା କୋଉଠି ବସୁଛି କେତେବେଳେ ଉଠୁଛି। ତୁମେ ମୋର ବସିବାର ଉଠିବାର ଜାଣୁଅଛ। ତୁମେ ଦୂରରୁ ମୋହର ସଂକଳ୍ପ ବୁଝୁଅଛ। ମୁଁ ଯୋଉଟା ଭାବୁଛନ୍ତି ସେଟା ସେ ବୁଝୁଛନ୍ତି। ମୁଁ ଯୋଉଟା ଭାବୁଛି ସେଟା ସେ କେ ବୁଝୁଛନ୍ତି? ପ୍ରଭୁ ବୁଝୁଛନ୍ତି। ମୋର ଭାବବାଟା ପ୍ରଭୁ ବୁଝୁଛନ୍ତି। ତାପରେ ତୁମେ ମୋର ଗମନ ଓ ଶୟନ ଅନୁସନ୍ଧାନ କରୁଅଛ। ଆଉ ମୋର ସକଳ ଗତି ଜାଣୁଅଛ। ମୋର ବସବାଟା, ମୋର ଉଠବାଟା, ମୋର ଭାବବାଟା, ମୋର କରବାଟା ପ୍ରଭୁ ଯଦି ସବୁ ସେଥିପାଇଁ ଲେଖା ହଉଛି ହେ ଯୁବା ଲୋକ ତମେ ଯୋଉଟା କରିବ କର। ଯୁବା ନାହିଁ ବୁଢା ଲୋକମାନେ ମିଶା। ବୁଢା ଲୋକମାନେ ଯଦି ଆମର ଲୋକମାନେ ମା ମାନେ ଗୁଡାକୁ ତ ଘୁଷୁନ ନାଇଁ କି ଗୁଡାକୁ ନାଇଁ ପରା। ଭେରି ଗୁଡ। ଯଦି କେ ଭୁଲୁକତେ କି ଉଲୁସ୍ତେ ଗୁଡାକୁ ଘଷବା ଲୋକ ଥିବ ଏବେ ଡାବାକୁ ଚପି କରି ଫିକି ଦିଅ ବାସ୍। ନାଇଁ ବାବୁ ଅଲ ପାଚେ ଘଷିଦେବି ତା ବୋଲି କୁହ ନାହିଁ। ଯଦି ଭୁଲରେ ମିଶା ଭାଙ୍ଗ ଭୁଙ୍ଗା ଖାଉଛ ଭାଙ୍ଗ ପୁଡ଼ିଆ ଖଇନି ଛାଡ଼ବ। କାହିଁକି ଥମନାର ଯଦି ଖେପିଥିବ ପ୍ରଭୁଙ୍କର ଆଗମନ ହେଇଯିବ ପାଟି ଧୋଇବାକୁ ଟାଇମ୍ ମିଳିବ ନାହିଁ। ଚକ୍ଷୁର ପଲକରେ ଏକା ହେଇଯିବ। ଯଦି କେଉଁ ଜାଗାରେ ଅନ୍ୟ ସ୍ତ୍ରୀ ସହିତ କଥା ହେଉଥିବ ପୁରୁଷ ସହିତ ଝିଅମାନେ କଥା ହେଉଥିବ ହ୍ୟାଲୋ ପ୍ରଭୁ ଭାରି ହେଲେ କେମିତି କରିବ? କେମିତି କରିବ? ସିରିଏଲ ପାଖରେ ଦେଖୁଥିବ ସର୍ବା ଯାଇ ବସିଥିବ କି? ଆମର ମା ମାନେ ସିରିଏଲ ଦେଖିଲା ବେଳକୁ ସେ ସାମ୍ନାରେ କେ ଠିଆ ହୁଅନ୍ତୁ କି ନା ଏମିତି ହୁଡବେ ଘୁଚ ବିଚାର ବୋଲେ ବିଚାର କେମିତି କଲାନି ସତ କି ନା? ଟେଷ୍ଟ କରି ଦେଖୁଥିବ ଡୋକରୀ ମାନେ ଦେଖୁଥିବେ କି ନାଇଁ ହେଲୋ ବାଇଡି କୁଚ କି ସେଲା ହେଲେ ବୋଲା ଭଳିଆ ସକାଳେ ପରୀକ୍ଷା ଲେଖବା ଯିବାର ଅଛି ବୋଲା ଭଳିଆ ପୁରା ଝାଡ଼ା ପରିସ୍ରା ଲାଗଲେ ବି ଯିବେ ନା ତୁ ବସିଥିବେ। ଯଦି ସିରିଏଲ ଦେଖିଲା ବେଳକୁ ପାନି ପବନ ହେଲା ବୋଲେ ପ୍ରାର୍ଥନା କରୁ ପ୍ରଭୁ हे सर्वशक्तिमान प्रभु ए सीरियल सर्वाजय राजा करे ना जाओ प्रभु दया करो ए देलो प्रार्थना करी करी बसी थी कारेंट पालाइब बोली होइना निमिषा प्रार्थना कलु दुई जन एक मन ही प्रार्थना कलार प्रभु कौन कर कौन करी तोर गोटे मधु आसी मत पचार आज्ञा पीवाटा पाप कि आज्ञा बोला मुझे कहली पाप किसी नहीं किसी पाप नहीं पीवाटा पाप नहीं खाली प्रार्थना कर पीले है कौन करब प्रार्थना करब प्रभु देछ राजा मद किणवा पैसा देल शुचि करो पवित्र करो निर्मल करो हाँ पी दियो ना आज्ञा प्रार्थना कर पी हेब ना पी हेब ना मु तो कहूँ झगड़ा हेले प्रार्थना करो प्रार्थना कर झगड़ा हम कहब आस ए सासू माँ आस आस हाँ प्रार्थना कहे प्रभु आम शाशु बहु हुड़ा हुड़ा जाऊँ राजा आत्मा पूर्ण ए प्रार्थना करो किए मना करुच्ची आमटा मैंने झगड़ा होते हाँ गला सुखी गल से प्रार्थना पानी ढुकी कर आसते बुझल प्रार्थना पानी कौन करवा प्रिय भाई भनी मैंने हाँ कौन मुझे चाहे आमर सबू विषय प्रभु देखुं से जानी से सुजोग देइछंती आज बदलब परा एबे बदलब परा से प्रभु मत पठे बुझाई कर आस बोली ना आहरी नाई मोर प्रिय भाई भनी मैंने प्रभु आम को अनुग्रह करते वाक्य शुणला बेलू से मोर सबू जानी से कौन लिखा जाऊँगी उपदेश को 12 पर्वत 1 पद तुम्भे यौवन काल रे हाँ आपना सृष्टिकर्ता को स्मरण करो बस कौन करो स्मरण करो हाँ जेहेतु दुस्समय आसुअछि जो सब वर्ष रे तुम्भे कहिबो ए सब रे मोहर किछि सुख नाही आगो को कहबो तुमे एबे सुख लागुची केड़े सुख मन रे बोली टीवी देखुछ कथा होछ एबे सुख कि नाही ए जियो काहे कि कथा होछ पिला संगे एबे कथा न होले तोर पर डोकरी बेले कथा बिगिलो कथा हेउछ बोली कहूची हाँ
ଏ ବାବୁ କ'ଣ ପାଇଁ ପିଉଛୁ? ବେଶୀ ପିଉ ନାହିଁ ଗୋ, ଟିକେ ଟିକେ ପିଉଛି, ମତେ ଜଣା। ସେ ଆମର ବାବୁ ବେଶୀ ପୁଡ଼ିଆ ଖାଇବନି, 2ଟା ଖାଅ, ସକାଳେ ଗୋଟେ ସଞ୍ଜ ଗୋଟେ। ମୋର ଝିଅ ସବୁବେଳେ କଥା ହେବ ନାହିଁ, କେତେବେଳେ କଥା ହେବ। ତାର ଭଲ ସାଙ୍ଗମାନେ ଅଛନ୍ତି। ଝିଅମାନେ ଗାଁରେ 5ଟା ସାଙ୍ଗ ନାହିଁ ତୁମକୁ, ଚର୍ଚ୍ଚରେ 5ଟା ସାଙ୍ଗ ନାହିଁ, ଫେସବୁକରେ କେତେ ସାଙ୍ଗ ଅଛନ୍ତି? ପୁଅମାନେ ଫେସବୁକ୍ ଫ୍ରେଣ୍ଡ କେତେ? ଫ୍ରେଣ୍ଡର ସ୍ପେଲିଂ କ'ଣ? FRIEND ବୋଲେ କିଛିଟା? ହଁ, END ବୋଲେ ସମାପ୍ତ ନାହିଁ, ଖତମ। ସମାପ୍ତ ନାହିଁ, କ'ଣ? ଖତମ, ଖଲାସ, ଫିନିଶ। କ'ଣ ସେଇଟା ମନେ ରଖିଥାନ୍ତୁ। END। ମୋର ବି କେତେ ସାଙ୍ଗ ଥିଲେ। ହଁ, କେନାଲେ ପହଁରିବାକୁ ଗଲି, ଆମ୍ ଚୋରବାକୁ ଗଲି, ସେ ସାଙ୍ଗମାନେ କେନେ ଗଲେ? ପଢ଼ିଲା ବେଲେ ରଙ୍ଗ ହେଇ ବୁଲୁ। ଏବେ ସେ ସାଙ୍ଗମାନେ ଧରା ଦଉ ନାହାନ୍ତି। ପ୍ରତ୍ୟେକ କହିବା ସାଙ୍ଗମାନେ ପରେ ଦୁଷବେ ନାହିଁ। ତମେ ପଢ଼ିଲା ବେଳକୁ ମୋର ସାଙ୍ଗ, ମୋର ଫ୍ରେଣ୍ଡ, ଆମେ ଫ୍ରେଣ୍ଡସିପ୍ ବ୍ୟାଣ୍ଡ ବାନ୍ଧିଛୁ। କିଟା ବ୍ୟାଣ୍ଡ? ସେ ବ୍ୟାଣ୍ଡ ତୁମକୁ ବ୍ୟାଣ୍ଡ ନ କଲେ ତମେ ଜାଣିବ। ହଁ, କ'ଣ ବ୍ୟାଣ୍ଡ? ସମସ୍ତଙ୍କୁ କହିବା ପାଇଁ ଚାହେଁ, ମୋର ପ୍ରିୟ ଭାଇ ଭଉଣୀ ମାନେ, ଯୌବନ କାଳରେ ଆପଣା ସୃଷ୍ଟିକର୍ତ୍ତାଙ୍କୁ ସ୍ମରଣ କର, କାରଣ ସମୟ ଆସୁଛି ତୁମେ କହିବ ସବୁରେ କିଛି ସୁଖ ନାହିଁ। ଉପଦେଶକୁ ଦେଖିବେ, କେତେ ଉପଦେଶ ଦେଲେ 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 ଲାଷ୍ଟକୁ ସେ କ'ଣ କହୁଛନ୍ତି? ଆପଣ ଦେଖିବେ 12 ପର୍ବ ତାର 13-14 ପଢ଼ି ପ୍ରାର୍ଥନା କରିବା। ସାର କଥା ଏହି, ସାର କଥା। ସେ ବେଶୀ ଅସାର କଥା କହିଲେ ଏବେ କ'ଣ କହୁଛନ୍ତି? ସାର କଥା ଏହି, ସବୁ ଶୁଣା ଯାଇଅଛି, ସବୁ ଶୁଣା ଯାଇଅଛି, ପରମେଶ୍ୱରଙ୍କୁ ଭୟ କର। କାହାକୁ ଭୟ କର? ହଁ, ଯଦି ପରମେଶ୍ୱରଙ୍କର ଭୟ ଅଛି, ଶୁଣ ଯୁବା ଯୁବତୀ ମାନେ, ବାପା ମା ମାନେ ଶୁଣନ୍ତୁ, ଯଦି ପରମେଶ୍ୱରଙ୍କର ଭୟ ଅଛି, ଆପଣ ଯୋଉଠି ବି ଥାଆନ୍ତୁ ଭଲରେ ଥିବେ। ବାପା ମାକୁ ଡରିଲେ କ'ଣ ହବ? ବାପା ମା ସାମ୍ନାରେ ଏକା ଭଲ ଥିବୁ, ସତ ନା ନାହିଁ? ପାଳକକୁ ଡରିଲେ କ'ଣ କରିବୁ? ପାଳକ ସାମ୍ନାରେ ଏକା ଭଲ ଥିବୁ। ଏଇ 5ଟା ଆଜ୍ଞା ଆସୁଛନ୍ତି, ବାପା ମା ଏଲୋ ମା ଆସୁଛି ଦେଖ, ବାବା ଆଇଲେ, ଦେଖ ବାବା ଆଇଲେ। ମାନେ ଯଦି ବାପା ମାକୁ ଡରବୁ, ବାପା ମା ସାମ୍ନାରେ ଭଲ ଥିବୁ। କିନ୍ତୁ ପ୍ରଭୁଙ୍କୁ ଯଦି ଭୟ କଲେ, ଆମେ କୋଉଠି ଥିଲେ ମିଶା ଭଲରେ ଏକା, କାରଣ ପ୍ରଭୁ ଭୟ। ପ୍ରଭୁ ଭୟ ବୋଲେ ଥରବାଟା କି? ପ୍ରଭୁ ଭୟ ବୋଲେ ମତେ ବେଶୀ ଡର ହେବା, ମକେ ପ୍ରଭୁ ବୋଲେ ଲୋ ଏମିତି ଡର ଯେ ବାବା ବାବା ବାବା, ସେ ପ୍ରଭୁ ଭୟ କହିବେ କି ନାଇଁ? ଆପଣ ଦେଖିବେ ହିତୋପଦେଶ 8 ପର୍ବ ତାର 11 ପଦଟି ପଢ଼ନ୍ତୁ, 13 ପଢ଼ି ଦିଅନ୍ତୁ। ସଦାପ୍ରଭୁଙ୍କ ବିଷୟକ ଭୟ, ସଦାପ୍ରଭୁଙ୍କ ବିଷୟକ ଭୟ, ମନ୍ଦତା ପ୍ରତି ଘୃଣା। କାହାର ପ୍ରତି ଘୃଣା? ପ୍ରଭୁ ଭୟ ବୋଲେ ମନ୍ଦତାକୁ ଘୃଣା, ଆରେ କିଛି ନାହିଁ। ପ୍ରଭୁ ଭୟ କାହାର ଜୀବନରେ ଅଛି? ଯଦି କାହାର ଜୀବନରେ ପ୍ରଭୁ ଭୟ ଅଛି, ମାନେ ସେ ମନ୍ଦତାକୁ ଘୃଣା କରିବ। ଯଦି ମୋର ଜୀବନରେ ପ୍ରଭୁ ଭୟ ଅଛି, ମୁଁ ମନ୍ଦତାକୁ ଘୃଣା କରିବି। ତମର ଜୀବନରେ ପ୍ରଭୁ ଭୟ ଅଛି, ମନ୍ଦତାକୁ ଘୃଣା କରିବ। ଯଦି ମନ୍ଦ ବିଷୟ କରୁଛୁ, ପ୍ରଭୁ ଭୟ ନାହିଁ। ଏତିକି ଆଜ୍ଞା। ଯଦି ପ୍ରଭୁ ଭୟ ଅଛି, ତ ଜ୍ଞାନର ଆରମ୍ଭ ସେଟା। হ্যাঁ, সদাপ্রভু বিশ্বক ভয় আরব সেটা। যদি প্রভু ভয় নাই, সে জ্ঞান কিছু কামକୁ দেব, ଆମକୁ ବୁଡ଼ାଇକି ରଖ ଛାଡ଼ିବ, ସେଟା বরবাদ করে ছাড়ব। জগতর জ্ঞান ଆମକୁ বিনষ্ট করে ছাড়ব। প্রভু ভয় জীবনটা ଆମକୁ আশীর্বাদ আড়କୁ কঢ়াই নেব। ସମସ୍ତଙ୍କୁ କହିବା ପାଇଁ ଚାହେଁ, ଆଜି ବାକ୍ୟ ଶୁଣିଲା ବେଳେ ସମସ୍ତେ ଟିକେ ଧ୍ୟାନ ଦିଅନ୍ତୁ। ପ୍ରଭୁ ଭୟ ଅଛି କି? କ'ଣ ଲେଖା ଅଛି? ସାର କଥା ପ୍ରଭୁଙ୍କୁ ଭୟ କର, ପ୍ରଭୁଙ୍କୁ ଭୟ କର। ଶେଷ ପଦ ପଢ଼ନ୍ତୁ। ତାହାଙ୍କର ଆଜ୍ଞା ସବୁ ପାଳନ କର, କାରଣ କାରଣ ଏହା ହିଁ ମନୁଷ୍ୟର ପୂର୍ଣ୍ଣ କର୍ତ୍ତବ୍ୟ କର୍ମ। ହଁ, ଯେହେତୁ ପରମେଶ୍ୱର ପ୍ରତ୍ୟେକ କର୍ମ ପୁଣି ଭଲ କି ମନ୍ଦ, ପୁଣି ଭଲ କି ମନ୍ଦ ପ୍ରତ୍ୟେକ ଗୁପ୍ତ ବିଷୟ ବିଚାରରେ ଆଣିବେ। ହଁ, ପ୍ରତ୍ୟେକ ଗୁପ୍ତ ବିଷୟ ବିଚାରରେ ଆଣିବେ। ପ୍ରତ୍ୟେକ ଗୁପ୍ତ ବିଷୟ, ଯାହା ଯାହା ଗୁପ୍ତ ଅଛି ଦିନେ ପ୍ରକାଶ ପାଇବ। ତ ଆଜି ସମସ୍ତଙ୍କୁ କହିବା ପାଇଁ ଚାହେଁ, ପୁଅ ଝିଅ ମାନେ ବାପା ମାକୁ କହିବା ଦରକାର ନାହିଁ। କହିଲେ ବୋଲେ କୁଟକୁଟା ମାରିବେ, ଥୁଲ ତୁମର ପେଟେ କାହିଁକି ଜନ୍ମ ହେଲୁ କହିବେ। ଯଦି ଝିଅ ମାନେ ତମ ସମସ୍ୟା ବାପା ମା କହିଲେ ଦୁଃଖ ହେଇଯିବ। ସାଙ୍ଗ ଝିଅ ମାନଙ୍କୁ କହିବ ନାହିଁ, ସେ କ'ଣ କରିବ କେବେ ହେଲେ ବାହାର କରିବ ସେ ଷ୍ଟୋରି।
पुओ माने काहाकू कहबा दरकार नहीं प्रभु को पाखु जीव आ कहब प्रभु ए पाप मु करिछि ए भूल करिछि प्रभु मु करबा कथा नहीं कर देछि प्रभु मते क्षमा कर कारण आपण जहाँ करिसंती ए सब विषय को धरी प्रभु आपण को विचार रे आनबे छाड़ीबा लोक नहीं जीसु कहीं आसचंती विचार करबा पे आसचंती हाँ एबे जीसु आ क्रूसर मरबा आसुनांती विचार करबा पे आसचंती जाकब कौन लिखुचंती 5 पर्व 9 पद लिखुचंती विचारकर्ता द्वार निकट रे ठिया हिछि हे भाई माने हाँ तुम्भे माने जेपरि दंड प्राप्त न हुओ हाँ एथि निमंते परस्पर विरुद्ध रे हाँ बचसा न कर हाँ देखो विचारकर्ता द्वार निकट रे दंडायमान होई अछंती विचारकर्ता कोडी अछंती द्वार पाखरे बेस्तुर ने द्वार पाखरे एबे कि तेबे से पले आसबे विचार करबा भाबी देखंतु हमको एटा शेष सुयोग भी पारे हाँ नले प्रिय माने एबे मीटिंग हमर की दरकार अछि लोक मन कहितबे आज्ञा इसाक आज्ञा एबे काहे की करू छो खरा दिने करो बेसी लोक हेबे ल शीत दिन करो आमे भी साहाय्य करबू ओड बस्ता चाउल देबू पैसा आमे देबू आज्ञा से कहले नाही सेतकी टाइम आरी नाही ए भीतर प्रभु भारी आसले केंदी करबू दुईटा विषय हमके जाना नहीं आमे केबे जीवु जाना नहीं प्रभु केबे आसबे जाना नहीं तो आज सुयोग मिली कौन करबा अछि हमर जीवन को सदारबा अछि समस्त को किछि नहीं प्रभु ग्रहण करबे प्रभु आपन को पाप क्षमा करबे आपन को ग्रहण करबे आपन व्यस्त हेबा दरकार नहीं प्रभु पाके जाय कहि दियो पोझ माने आउरी भलो पड़ी पारबो और तुम कैरियर आगु को जाई पारबो जीवन अनेक समाधान तुम्हें पाई पारबो किंतु मूल कथा कौन एबे समय थाउ तो प्रभु को पाखु जीव से विचार करबो कष्ट छाड़ीबे नहीं कहा से विचार कला बेल कहा को छाड़बे नहीं एबे आमे जाई कर कहि पारबो प्रभु मोर दे भूल हे गेला प्रभु मते क्षमा कर आमे कोन भाबुछु सब लुचाई चलीछु आमे कोन कहछु के करू नाहंती जे सब लोक तो करूछंती से मान भी करूछंती ए मान भी करूछंती मुई कले कौन हेला माँ मन भी कहछंती ओए अलप काता हे गला काय हेला होई ठीक पी देला बाबू चाकरी बाकरी नहीं बोली पी देला आजकल पीबा को तो बहाना दरकार की नहीं पीबा पे बहाना की नहीं कौन पे पी लो हेटी पर जॉब नहीं बोली पीउछि जॉब हेले काहे की पीलु हेटी जॉब हेला बोली पीउछि बोलबो से हां काहे की पीलो हेटी पर ऋण मिली नहीं टेंशन पीले काहे की पीलो हम ऋण हेई गला से पीबो काहे की पीउछ हेटी झियो जन्म हैला दुख रे पीली परे पी दितबो काहे की पीलो पुओ जन्म हैला आज्ञा पुओ जन्म हैला तो खुशी रे पीबो से काहे की पीलो सब स्टोरी अछि कौन पे पीलो इंडिया हारी गला दुख रे एबे काहे की पीलो नहीं इंडिया जिनी गला तो खुशी रे आमर लोक को मत पीबार अछि बोले अछि आकाश एबे देखो तू सरकार स्कूल बनाउने मद दुकान चलो जतकी चलछि चलो माने आमर राज्य को पूरा मदुआ करी कौन बोली कहि आस्तिले से शिक्षा मंत्री आमर सरकार आसिले माँ भौणी मान को दुख दूर हो जीवो आमर सरकार मद बंद ए बाय बाय की अवस्था चारियाडे मद दुकान गली कंदी मद दुकान एबे राति रे हमर माँ मने को गाँ रे रास्ता जाई पारु ना काहे की कुलीभूति करी चाई पारु ना टाउन रे काम करबे कि नहीं छोटा सटल काम सरबो ओलेई करी गाँ चली गला से मद दुकान लोक मद पीता गाड़िया गाड़िया देखुथिबे मद दुकान चारियाडे देखो तो राति 10टा परे औषध दुकान बंद किरानी दुकान बंद मिठा दुकान बंद परिवा दुकान बंद बही दुकान बंद कोटा खोला देव मद दुकान खोला तामाने कौन आम सुभद्रा बाबू केने जाउछि मद दुकान का जाउछि सतना सब सुभद्रा बाबू मद सब लोक जो दिन मद दुकान बंद करबे से दिन सुभद्रा बाबू मा पाके थिबो नले थिबो नै हां मद पी तो पले सरकार जानि छथि ए हाते दियो से हाते नियो किदरी किदरी हमर पाके तो आइबो रोटेशन चली छी
କୋଲାଗୁଡ଼ା ଯାଇକରି ମଦ ଦୋକାନ ଚାରିଟା ଭାଙ୍ଗି ଦେଇ ଭାରି ଆସିଥିବେ ହେଠି ମଦ ରାନ୍ଧୁଥିଲେ ଭାଙ୍ଗି ଦେଇଛୁ ବୋଲିକରି ଟାଉନର ଚାରିଟା ମଦ ଦୋକାନ ଚପି ଦେଖ ତ ପୋଲିସ ଯାଇକରି ଦେଖବା তোর পিঠে কেটে হাড় ଅଛି জানা পড়ব সত না ସେ ଗାଁର ଲୋକ ଦେଶୀ ମଦ ରାନ୍ଧିବେ ଯାଇ ଭାଙ୍ଗି ଦେଇକରି ତାକେ ଗାଡ଼ିରେ ବସାଇ ଧରି ଆସିଥିବେ କାହିଁକି ଡାବୁ ଦେଇନଥିବ କେତେ ମାସ ହେଲା ତାକୁ ବି ଛାଡ଼ି ଦେଇଥିବେ ପଇସା ପଟା ଦେବ ନାହିଁ ସିଧା ଯିବେ କେ କାଁ କରିବେ ତାର ହାଣ୍ଡି ବନ୍ଦ ଚପ୍ ଚପ୍ କରିବେ ଗାଡ଼ିରେ ବସାଇ ଆଣିବେ ସେ ଆକା ମଦ ବିକୁଛି ସେ ପାଇଁ ପୁରା ଓଡ଼ିଶା ଯାକ ମଦ ଆଉଛନ୍ତି ତମ ଟାଉନର ଥିଲା ପ୍ରିୟ ଭାଇ ଭଉଣୀ ମାନେ ଆମେ ନିଜର ପାଇଁ ନିଜେ ଚିନ୍ତା କରବାର ଅଛି ଯିବା ମାନେ ଆମକୁ ଖରାପ କରିବା ପାଇଁ ଦେଖନ୍ତୁ ଏ ମୋବାଇଲଟା କିଛି ନାହିଁ ଛୁଇଁଲେ ଜାଣିବ କିଏ ଛୁଇଁଛି ବୋଲି ମୋବାଇଲ ସେ ଜାଣିବ କିଏ ଛୁଇଁଛି ଏଟା ଯଦି ଯୁବକ ଯୁବତୀ ଛୁଇଁଛନ୍ତି ରାତି 12ଟା ପରେ ଖରାପ ଭିଡ଼ିଓ ବନା ଆସିବ ସାନ ପିଲା ଛୁଇଁଥିବ କି ନାହିଁ ସେ ଜାଣିବେ ସାନ ପିଲା ବୋଲି କରି କାର୍ଟୁନ ମନେ ଆସିବ ଟେନସନରେ ମାଡଗୋଲ ଥିଲା ଛୁଇଁବ କି ନାହିଁ ହେଲେ ମରବାଟା ମନା ଆସିବ ଏ ମରିଗଲା ସେ ମରିଗଲା ସିଟି ଡକା ମରଲା ଇଟି ମରଲା ଡାକ ଆସିବ ଯଦି ଖାଇବା କଥା ହବ କାଲି ଖାଇବା ଡାକ ଆସିବ ଭୟଙ୍କର ସଜାଇଛନ୍ତି ସତର୍କ ଥାନ୍ତୁ ଆପଣ ଯାହା ଯାହା କରୁଛନ୍ତି କଲେଣି ଖାଇଲେଣି ଗଲେଣି ଏବେ ପ୍ରଭୁ ବିଚାର କରିବେ ମନେ ରଖିଥାନ୍ତୁ ସମୟ ଥାଉ ଥାଉ ପ୍ରଭୁଙ୍କ ପାଖକୁ ଯିବା ବିଚାର କରିବାକୁ ଆସିଛନ୍ତି ଆମେ ପ୍ରଭୁଙ୍କ ପାଖକୁ ଯାଇ କହିବା ପ୍ରଭୁ ମୁଁ ଏଇ ଭୁଲ କରିଛି ମୋତେ କ୍ଷମା କର ସୃଷ୍ଟିକର୍ତ୍ତାଙ୍କୁ ସ୍ମରଣ କର ଯେ ଆପଣଙ୍କ ସୃଷ୍ଟିକର୍ତ୍ତା ସେ ଆପଣଙ୍କ ତ୍ରାଣକର୍ତ୍ତା ଅଟନ୍ତି ଯେ ଆପଣଙ୍କ ତ୍ରାଣକର୍ତ୍ତା ସେ ଆପଣଙ୍କ ବିଚାରକର୍ତ୍ତା ଅଟନ୍ତି ଏବେ ସୁଯୋଗ ଅଛି ପ୍ରଭୁ ପାଖକୁ ଯାଇପାରିବା କହିପାରିବା ପ୍ରଭୁ ମୋତେ କ୍ଷମା କର ଯାହା ବି କରିଛ କ୍ଷମା ମିଳିଯିବ ସେ ପାପକୁ ନେଇ ଭିତରେ ଘାଣ୍ଟି ହେବା ଦରକାର ନାହିଁ ତୋର ଗୋଟେ ପିଲା ମୋତେ କହୁଥିଲା ଆଜ୍ଞା ବେଶୀ ପାପ କରିଛି ଆଜ୍ଞା ପ୍ରଭୁ ଯୀଶୁ ବି କ୍ଷମା କରିପାରିବେ ନାହିଁ ବୋଲଛି ମୁଁ କହିଲି ତୋତେ କିଏ କହିଲା ଏଇଟା ଶୈତାନ କହିଥିବ ଆପଣଙ୍କର ଯେତେ ବଡ଼ ପାପ ମଧ୍ୟ ପ୍ରଭୁ କ୍ଷମା କରିପାରିବେ ଆପଣଙ୍କ ପାପ ପାଇଁ ହିଁ ଯୀଶୁ କୃଷ୍ଣ ମରିଛନ୍ତି ଆପଣଙ୍କୁ କ୍ଷମା କରିବା ପାଇଁ ହିଁ ମରିଛନ୍ତି ନହେଲେ କାହିଁକି ମରିଛନ୍ତି ସେ ଆପଣଙ୍କୁ କ୍ଷମା କରିବାକୁ ମରିଛନ୍ତି କିନ୍ତୁ ଆପଣଙ୍କର କାମ କ'ଣ ହେବାର ଅଛି ଆପଣଙ୍କର କାମ ଅଛି ପ୍ରଭୁଙ୍କ ପାଖକୁ ଯାଇ ତାଙ୍କୁ କହିବା ଯେ ପ୍ରଭୁ ମୋତେ ଦୟାକରି କ୍ଷମା କର କ୍ଷମା ମିଳିଯିବ ପ୍ରଭୁ କ୍ଷମା ଦେବେ ଆମେ ଯିବାର ଅଛି କିନ୍ତୁ ବିଚାର ସିଂହାସନ ଅଛି କିନ୍ତୁ ଏଭ୍ରି 4 ପର୍ବ 16 ପଦ ଲେଖାଯାଏ ପଢ଼ିବେ 2ଟା ପଦ ପଢ଼ି ପ୍ରାର୍ଥନା କରିବା ଯିବା ଏଭ୍ରି 4 ପର୍ବ ଅତଏବ ଆସ କୃପା ପ୍ରାପ୍ତି ନିମନ୍ତେ ପୁଣି ଉପଯୁକ୍ତ ସମୟରେ ଉପକାରକ ଅନୁଗ୍ରହ ପାଇବା ନିମନ୍ତେ ଆମ୍ଭେମାନେ ସାହସରେ ଅନୁଗ୍ରହ ସିଂହାସନ ନିକଟକୁ ଯାଉ କୋଉଠି ଯିବା ଅନୁଗ୍ରହ ସିଂହାସନ ବିଚାର ସିଂହାସନ ପୂର୍ବରୁ ଅନୁଗ୍ରହ ସିଂହାସନ ଆପଣ ଯାଇପାରିବେ ଅନୁଗ୍ରହ ସିଂହାସନ ନିକଟକୁ ଯାଉ ଯାଇକରି କ'ଣ କରିବାର ଅଛି ପ୍ରଥମ ଜହନ ତାର 1 ପର୍ବ 9 ପଦ ପ୍ରଥମ ଜହନ 1 ପର୍ବ 9 ପଦ ଯେ ଆପଣ ଯଦି ଆମ୍ଭେମାନେ ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ ତେବେ ସେ ଆମ୍ଭମାନଙ୍କ ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଭାବି ଦେଖନ୍ତୁ ଏବେ ଯଦି ପ୍ରଭୁଙ୍କ ପାଖକୁ ଯିବୁ ଆଉ କହିବୁ ପ୍ରଭୁ ମୋତେ ଭୁଲ ହେଇଗଲା ଯୁବା ଯୁବତୀ ଶୁଣ ଆଠୁ ଭଲ ଦିନ ତୁମକୁ ମିଳିବ କି ଆଜି ମିଳିବ କି ନାହିଁ ଏମିତି ସୁଯୋଗ ମିଳିବ ନାହିଁ ଯାଇପାରିବ ଯାହା ଖରାପ ବିଷୟ ଦେଖିଲ ଯାହା କଥା ହେଲ ଯାହା କଲୁ ଆମ ଜୀବନରେ ଏବେ ପ୍ରଭୁଙ୍କ ପାଖକୁ ଯିବା ଆଉ ବଡ଼ ଲୋକମାନଙ୍କୁ ବି କହିବା ପାଇଁ ଚାହେଁ ସମସ୍ତଙ୍କୁ ଆମେ କ'ଣ କରୁଛୁ ଆମେ ଜାଣିଛୁ ଆମେ ଲୋକର ପାଖରେ ଲୁଚାଇ ହେବ ପ୍ରଭୁ ପାଖରେ ଲୁଚାଇ ହେବ ନାହିଁ ପ୍ରଭୁ ସବୁ ଜାଣିଛନ୍ତି ସେଥିପାଇଁ ସୁଯୋଗ ଦେଇଛନ୍ତି ଆଜି ସୁଯୋଗ ଦେଇଛନ୍ତି ପ୍ରଭୁଙ୍କ ପାଖକୁ ଯିବା ସମସ୍ତେ ଚକ୍ଷୁ ବନ୍ଦ କରିବା ପ୍ରାର୍ଥନା କରିବା ପାଇଁ ଯିବା ଚକ୍ଷୁ ବନ୍ଦ କରିବା ପ୍ରାର୍ଥନା କରିବା ପାଇଁ ଯିବା ଜୀବନକୁ ସମର୍ପଣ କରିବା ଯୌବନ କାଳରେ ସୃଷ୍ଟିକର୍ତ୍ତାଙ୍କ ସ୍ମରଣ କର କାରଣ ଦୁଃସମୟ ଆସୁଛି ଗୋଟେ ଖରାପ ସମୟ ଆଗକୁ ଆସୁଛି ଗୋଟେ ମନ୍ଦ ସମୟ ଆଗକୁ ଆସୁଛି ଏବେ ସୁଯୋଗ ଅଛି ଆମ ଜୀବନକୁ ସଜାଡ଼ି ପାରିବା ପ୍ରଭୁଙ୍କୁ କହିପାରିବା ପ୍ରଭୁ ମୋତେ ଦୟାକରି କ୍ଷମା କର ସମସ୍ତଙ୍କୁ କହିବା ପାଇଁ ଚାହେଁ ଭାଇଙ୍କୁ ଅନୁରୋଧ କରିବି ପଦେ ଗୀତର ଘୋଷା ଆଉ ପଦ ପଢ଼ିବେ।